ଏବଂ ଆଲୋଚନା କରିବି ଜ୍ୟୋତିଷ ସିଲାବସରେ ଆମର ବିଭକ୍ତ ଚିନ୍ତାମଣିର ପ୍ରଥମ ଛନ୍ଦ ପ୍ରଥମ ଛନ୍ଦଟି ମୋର ଏହା ମଙ୍ଗଳାଚରଣରେ ରଚିତ ପଞ୍ଚ ସୁବର୍ଣ୍ଣ ନିୟମରେ ରଚିତ। ବିଭକ୍ତ ଚିନ୍ତାମଣିର ଅର୍ଥ ହେଉଛି ବିଭକ୍ତ ମାନେ ଚିନ୍ତାମଣି ମାନେ ହେଉଛି କୃଷ୍ଣ, ବିଭକ୍ତ ମାନେ ସେ ରାଧାଙ୍କର ପ୍ରେମରେ ଅଭିଭୂତ ହୋଇଛନ୍ତି। ଅପ୍ରାକୃତ ପ୍ରେମ ଯେଉଁ ରାଧା କରି ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତାରୀ। କବି କହୁଛନ୍ତି କୃଷ୍ଣଙ୍କର ପ୍ରେମ ହେଉଛି ଅପ୍ରାକୃତ, ସେ ପ୍ରାକୃତ ନୁହେଁ, ସେ ଶାଶ୍ୱତ ପ୍ରେମ, କଦର୍ଯ୍ୟ ନୁହେଁ। ମାନେ କହୁଛନ୍ତି ଆଦି ଅନାଦି କାରଣ ନିର୍ଗୁଣ ସଗୁଣ ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ। ସେ ହେଉଛନ୍ତି ଆଦି ଅନାଦି ମଧ୍ୟ, ସେ କାରଣ ମଧ୍ୟ ଏବଂ ନିର୍ଗୁଣ ଆଉ ସଗୁଣ ମଧ୍ୟ, ସେ ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ ମଧ୍ୟ। ଈଶ୍ୱର ସ୍ୱତନ୍ତ୍ର ସ୍ୱୟଂ ଭଗବାନ ଧରି ଇଚ୍ଛାମୟ ସର୍ବଶକ୍ତିବନ୍ତ ତତ୍ତ୍ୱ ବିରାଜ। ସେ ହେଉଛନ୍ତି ସ୍ୱୟଂ ଭଗବାନ ଏବଂ ସେ ଇଚ୍ଛାମୟ, ସେ ତାଙ୍କ ଇଚ୍ଛାରେ ବିନାଶ କରିପାରିବେ ସୃଷ୍ଟିକୁ ଏବଂ ସୃଷ୍ଟିକୁ ସୃଷ୍ଟିମୁକ୍ତ କରିପାରିବେ। ତାପରେ ଯାହା ଇଚ୍ଛା ତାହା କରିପାରିବେ। ଈଶ୍ୱର ସାରି ସେବକ, ସେ ଏକାଧରି ଈଶ୍ୱର ଅଭିଷ୍ଟ ଦୟାନିଧି ଭାବଗ୍ରାହୀ। ସେ ହେଉଛନ୍ତି ସେ ପ୍ରିୟ ମଧ୍ୟ ଏବଂ ସେବକ ମଧ୍ୟ, ସେ ଅଭିଷ୍ଟ, ସେ ଦୟାନିଧି, ସେ ଭାବଗ୍ରାହୀ। ସେ ସବୁ ଉତ୍ପତ୍ତି ପାଳନାନ୍ତ ଭ୍ରୁଭଙ୍ଗୀ ବିକାରେ ଉତ୍ପୃତ ତନ୍ତୁ ବାୟ ସୂତ୍ର ପ୍ରକାରେ। ଭ୍ରୁଭଙ୍ଗୀ ବିକାରେ ଉତ୍ପୃତ ତନ୍ତୁ ବାୟ ସୂତ୍ର ପ୍ରକାରେ। ଉତ୍ପତ୍ତି ପାଳନାନ୍ତ ତ ଭ୍ରୁଭଙ୍ଗୀ ବିକାରେ ହେଲା ସୃଷ୍ଟି ଏବଂ ସୃଷ୍ଟି ନିୟମ ସୃଷ୍ଟି କରିବା ଆଉ ନଷ୍ଟ କରିବା ଭ୍ରୁଭଙ୍ଗୀ ବିକାରେ ତାଙ୍କର ହେଲା ପଲକ ମାତ୍ରା ସବୁ କିଛି ଉତ୍ପୃତ ତନ୍ତୁବାୟ ପ୍ରକାରେ। ଯେମିତି ଆମର ଉତ୍ପୃତ ଯେମିତି ଆମର ତନ୍ତି ଯେମିତି ହେଲା ଲୁଗା ବୁଣିଲା ପରି ଏ ସାରା ସୃଷ୍ଟିଟାକୁ ତୁମେ ମାୟା ଜାଲରେ ଛନ୍ଦି ଦେଇଛ ଏପଟ ସେପଟ କରି। କିନ୍ତୁ ଲୁଗା ବୁଣାକାରୀ କ'ଣ ଲୁଗାଟାକୁ ବୁଣା ଛନ୍ଦି ଠିକ୍ ତଦନ୍ତ ଭାବରେ ତୁମେ ସାରା ବିଶ୍ୱକୁ ଏ ସାରା ସଂସାରକୁ ସବୁଆଡ଼େ ଖଞ୍ଜି ଦେଇଛ ହେଲା। ଉନ୍ନ ନାଭିବତ ଖେଳୁ ଇଚ୍ଛା ଶକ୍ତି ବଳେ ଉଦ୍ଭବ ହେଉ ହୋଇ ତୁ ଧର୍ମ ସ୍ଥାପୁ କାଳେ କାଳେ ହେ ରୂପ ଯଜୁ ସାମ ଯଜୁର রূপ যদি সাম বহু শ্রুতি শাস্ত্র ভেদে রূপ গুণ যশ অছি অশেষ সম্পদ বলে পূর্ণ নাভি হচ্ছে কোণ বুঢ়াণী পরি তুমি ইচ্ছা শক্তি বଳରେ ଖେଳ। ବୁଢ଼ାଣୀର ଗୁଣ କ'ଣ ନା ସେ ନିଜ ଜାଲ ବାହାର କରି ଖେଳିବ ତାପରେ ସେ ଜାଲକୁ ନଷ୍ଟ କରି ଦେଇକି ସେ ଭର୍ତ୍ତି କରିଦେବ ନିଜ ଭିତରେ। ଠିକ୍ ଅନୁରୂପ ଭାବରେ ବିଷ୍ଣୁ କ'ଣ କରନ୍ତି କୃଷ୍ଣ କ'ଣ କରନ୍ତି ନା ନିଜ ଇଚ୍ଛାରେ ସେ ସୃଷ୍ଟିକୁ ସୃଷ୍ଟି କରନ୍ତି, ନିଜ ଇଚ୍ଛାରେ ସୃଷ୍ଟିକୁ ଭାଙ୍ଗି ଦିଅନ୍ତି ହେଲା। ଉଦ୍ଭବ ହୋଇତୁ କ'ଣ କରୁନା ଧର୍ମ ସ୍ଥାପନା ପାଇଁ କାଳେ କାଳ ସମୟରେ ଧରାପୃଷ୍ଠରେ ତୁମ ଜନ୍ମ ନେଇଥା ବୋଲି କହୁଛନ୍ତି ହେଲା। ରୂପ ଯଜୁ ସାମ ବହୁ ଶ୍ରୁତି ଶାସ୍ତ୍ର ଭେଦେ ରୂପ ଯଜୁବେଦ ସାମବେଦ ଏଇଭଳିଆ ଆହୁରି ଅନେକ ଶ୍ରୁତି ଶାସ୍ତ୍ର ଗୁଡ଼ା ଅଛି ଯେଉଁଥିରେ ତୁମର ରୂପ ଗୁଣ ଯଶର ବର୍ଣ୍ଣନା ବହୁତ ଗୁଡ଼ାଏ ଅଛି ହେଲା। ରୁଚିର ଚରଣ ନଖ ଛଟାର ମହିମା ରକ୍ଷ ସଂଖ୍ୟା କଳ୍ପେ କଳ୍ପି ନ ପାଇଲେ ସୀମା ହେଲା। ରୁଚିର ଚରଣ ନଖ ରୁଚିର ହେଉଛି ସୁନ୍ଦର ଆଉ ଚରଣ ହେଉଛି ପାଦ ହେଲା। ଛଟାର ମହିମା ରକ୍ଷ ସଂଖ୍ୟା କଳ୍ପେ କଳ୍ପି ନ ପାରିଲେ ସୀମା। ସୁନ୍ଦର ଚରଣ ପାଦ ଆଉ କାନ୍ତି ରୁଚିର ନକ୍ଷତ୍ରର ସଂଖ୍ୟା ଅସଂଖ୍ୟ କଳ୍ପେ ସୂର୍ଯ୍ୟ କଳ୍ପନା କରି ହେଲା। ତ ଏଇ ଯେଉଁ କ'ଣ ଏଇ ରୋଗ ଯଜୁ ସାମ ଏଇଟା ବହୁତ ଶାସ୍ତ୍ର ଅଛି। ସେମାନେ କ'ଣ କଲେ ନା ତୁମର ରୁଚିର ସୁନ୍ଦରତା ଆଉ ତୁମର ଚରଣ ପାଦ ଯୁଗଳ ନଖ ଆଉ ଛଟାର ଏଇ କଳ୍ପନା କରି ତାକୁ ବର୍ଣ୍ଣନା କରି ଏମିତି ହେଲା କଳ୍ପନା କଲେ ବର୍ଣ୍ଣନା କଲେ କିନ୍ତୁ ବର୍ଣ୍ଣନା ତାର ହେଇପାରିଲା ନାହିଁ ବୋଲି ସେ କହୁଛି ହେଲା। ଲୁବ୍ଧକ ତାରକା ବ୍ରହ୍ମା ହର ଗର୍ବ ହର ଲୁଟାଇ ପାର କୃପାରେ ମୁକ୍ତି ଭଣ୍ଡାର। ସେ ଲୁବ୍ଧକ କାହାକୁ ଦେଇଛି ଶବର ହେଲା ଯାହା ଶବର ହେଇଛି ଲୁବ୍ଧକ ବ୍ରହ୍ମା ଆଉ ହରଙ୍କର ଗର୍ବକୁ ହରଣ କରିଛନ୍ତି ହେଲା। ବ୍ରହ୍ମା ତାଙ୍କର ବାଛୁରୀକୁ ଲୁଚେଇ ଦେଇଥିଲେ। ବ୍ରହ୍ମା ହର ଶିବଙ୍କର ଗର୍ବକୁ ଭାଙ୍ଗିଛନ୍ତି, ବ୍ରହ୍ମାଙ୍କର ଗର୍ବକୁ ଭାଙ୍ଗିଛନ୍ତି ଆଉ କ'ଣ କରିଛନ୍ତି ନା ଗର୍ବକୁ ଭାଙ୍ଗି କ'ଣ କରିଛନ୍ତି ନା ଏମାନଙ୍କୁ ମୁକ୍ତିର ଭଣ୍ଡାର ଲୁଟାଇ ଦେଇଛନ୍ତି। ବିଶେଷ କରି ଏଠି କାହାକୁ ନା ଯେଉଁ ଆମର ଜରାସବରକୁ ମୁକ୍ତି ପ୍ରଦାନ କରିଛନ୍ତି। ଲୁବ୍ଧକ ହେଉଛି ଏଠି ଜରାସବର ହେଲା। ମୁକ୍ତି ଏଥିପାଇଁ ପ୍ରଦାନ କରିଛନ୍ତି ଯେତେବେଳେ ସେ ଲୋଟାରେ କୃଷ୍ଣ ଦୌଡ଼ି କରିଥିଲେ ତାକୁ ତୀର ମରା ହେଇଥିଲା ତ ଯେତେବେଳେ ସେ ମାରିକି ମରିଗଲା ନା ତାପରେ ସେ କ'ଣ କରୁଛି ତାର ଶତ୍ରୁ ହେଇଥାନ୍ତା କିନ୍ତୁ ତାକୁ ସେଠି ମୁକ୍ତି ପ୍ରଦାନ କରିଛନ୍ତି ହେଲା। ଲୁଠ ଅଳି କରି କଳି ପାଇଁ ଯଶୋଦାଙ୍କୁ ଲଲୁପ ଗୋପୀ ବଦନା ବୁଝ ପିୟୁଷ ସବୁ ସେ କହୁଛନ୍ତି ତୁମେ ଏମିତି ଠାକୁର ତୁମେ ଶିବ ବ୍ରହ୍ମାଙ୍କୁ କ'ଣ ଦେଉଛ ନା ମୁକ୍ତି ପ୍ରଦାନ କରିଦେଉଛ ତାଙ୍କ ଗର୍ବକୁ ଭାଙ୍ଗୁଛ ଲୁବ୍ଧକୁ ତୁମେ କ୍ଷଣକରେ ମୁକ୍ତି ଦେଇଦେଉଛ ପୁଣି କ'ଣ କରୁଛ ନା ମା ପାଖରେ ତାଙ୍କ ଅଳି କରୁଛ ହେଲା କଳି ପାଇଁ କରିଦେଉଛ ପୁଣି କ'ଣ କରୁଛ ନା ଗୋପୀମାନଙ୍କ ପାଖରେ ରାସ ଅଛି ହେଲା। ଏମନ୍ତ ମହିମାବନ୍ତ ପ୍ରେମ ଭକ୍ତି ରସ ଏକନିଷ୍ଠ ଅଭିମନ୍ୟୁ କବି କରି ଆସ ସେ କହୁଛି ମୁଁ ଏମିତି ଗୋଟେ ମହିମାବନ୍ତ ପ୍ରେମ ଭକ୍ତି ରସରେ ଶାନ୍ତ କରିବି ବେଦାନ୍ତ ଚିନ୍ତା ମଣ୍ଡାବ୍ୟକୁ ଯେଉଁଥିରେ କି କ'ଣ ଅଲୌକିକ ପ୍ରେମ କାହାଣୀର ବ୍ୟାଖ୍ୟା କରି କହୁଛନ୍ତି ସେ ମୋର ଆଶା ହେଉଛି ବୋଲି ସେ କହୁଛନ୍ତି। ଐରାବତ ଗତି ଅଣିମାଦି ଭୋଗମୁକ୍ତି ଐଶ୍ୱର୍ଯ୍ୟାଦିରେ ମୋ ଚିତ୍ତ ନ ହେବା ଶକ୍ତି ହେ ଔଷଧି ସାନନ ହେ ମାଗୁଛି ପାଦ ଧରି ଅକରିବିଲ ଆଲୋ ଦାସୀ ଡାକିବେ କିଶୋରୀ। ସେ କହୁଛି ମୋତେ ମୋର କିଛି ଦରକାର ନାହିଁ ଐରାବତ ଗତି ଅଣିମାଦି ଭୋଗମୁକ୍ତି ମୋର ଐରାବତ ହାତୀ ପରି ଚାଲିବା ମୋର କୌଣସି ଆବଶ୍ୟକତା ନାହିଁ ହେଲା। ମୋର ଐଶ୍ୱର୍ଯ୍ୟ କିଛି ମୋର ଦରକାର ନାହିଁ ଐଶ୍ୱର୍ଯ୍ୟ ଦେଲେ ମୋର ଚିତ୍ତକୁ ଆସକ୍ତ କରିପାରିବ ନାହିଁ ପ୍ରଭୁ ବୋଲି ସେ କହୁଛନ୍ତି। ଔଷଧି ସାନନ ହେ ମାଗୁଛି ପଦ ଧରି ହେ ଚନ୍ଦ୍ରବଦନ କଳା କୃଷ୍ଣ ମୁଁ ଆଜି ତମକୁ ପଦ ଧରି ମାଗୁଛି ତମର କ'ଣ ନା ଅକରିବି ଆଲୋ ଦାସୀ ଡାକିବେ କିଶୋରୀ। କିଶୋରୀ ହେଉଛି ରାଧା ମୋତେ କ'ଣ କରିଦିଅ ନା ରାଧାଙ୍କର ଦାସୀ କରିଦିଅ ବୋଲି ସେ କହୁଛନ୍ତି ହେଲା। କୃଷ୍ଣ କବି କହୁଛନ୍ତି ମୋତେ ରାଧାଙ୍କର ଦାସୀ କରିଦିଅ ବୋଲି କହୁଛନ୍ତି। ଦାସୀ କରିଦିଅ ବୋଲି ସେ କହୁଛନ୍ତି। ଦାସୀ କରିବାର କାରଣ କ'ଣ ନା ଏଇ ଋତୁଯୁଗ କାବ୍ୟରେ ଇଏ ହେଉଛନ୍ତି କିଏ ନା ଅଭିମନ୍ୟୁ ସାମନ୍ତ ସିଂହ ହେଉଛନ୍ତି କ'ଣ ନା ଇଏ କୋଉ ପନ୍ଥାକୁ ପଡ଼ିଛନ୍ତି ନା ସେ ଆପଣ ହେଉଛନ୍ତି ରାଧାଙ୍କ ଭକ୍ତି ହେଲା ନା ରାଧା ମାଧ୍ୟମରେ କୃଷ୍ଣ ପ୍ରାପ୍ତି ହେଲା। କି ପାଇଁ ନା ଯଦି ଆମେ ମନ୍ଦିରକୁ ଯାଉଛୁ ପ୍ରଥମେ ମନ୍ଦିରକୁ ଗଲା କ'ଣ ନିଜର ଭଗବାନଙ୍କ ପ୍ରିୟ ଭକ୍ତ ପାଖରୁ ପରମିଶନ ପ୍ରଥମେ ନିଆଯାଏ ହେଲା। ଆମେ ମନ୍ଦିର ଗଲା ପ୍ରଥମେ ଯଦି ସେ ମନ୍ଦିର ଗଲେ ଶିବଟି ଥିବ ଷଣ୍ଢ ଥିବ ବୃଷ ଥିବ କି ନାହିଁ ବୃଷ ଥିବ ସିଂହ ଥିବେ ହେଲା ଏମାନଙ୍କ ପାଖରୁ ପରମିଶନ ନେଇକି ଯିବ। ସେଥିପାଇଁ ମନ୍ଦିର ଗଲେ ପ୍ରଥମେ ନନ୍ଦୀଙ୍କ କର୍ଣ୍ଣ କିଛି କୁହନ୍ତି ତାପରେ ଗଲା ପରେ ଯାଆନ୍ତି। ସେ କଥା କହୁଛି ମୋତେ ସେଥିପାଇଁ କହୁଛି ମୋତେ ତୁମେ କ'ଣ କରିବ ନା ରାଧାଙ୍କର ଦାସୀ ରୂପରେ ପ୍ରଥମେ କୁହ ଯେତେବେଳେ ରାଧା ଯଦି ପ୍ରଶଂସିତ ହେଇଯିବେ ନା ତାହେଲେ ମୁଁ ତୁମ ପ୍ରିୟ ଭାଜନ ହେଇଯିବି ମୁଁ ସିଧା ଯାଇପାରିବି ନା ଭଗବାନ ପାଖରୁ ହେଲା। ଯେମିତି ଜଣେ ରାଜା ଥିବ ରାଜା ଥିଲେ ପୁଣି ପରମିଶନ ଆଣିବ କାହାଠୁ ମନ୍ତ୍ରୀ ସେ ପ୍ରବେଶ କରିବା ପାଇଁ ଅନୁମତି ତେଣୁ ସେ ନିୟମ ସେ ଆପ୍ଲାଏ କରୁଛନ୍ତି। ଔଦାର୍ଯ୍ୟ ଗାମ୍ଭୀର୍ଯ୍ୟାଦି ନିପୁଣ ପଦାସିତେ ଔଷଧ ସେ ମୋର ତୁମ୍ଭେ ବସ ହେ ବସ ଔଦାର୍ଯ୍ୟ
ଗାମ୍ଭୀର୍ଯ୍ୟାଦି ନିପୁଣ ପଦାସିତ ଔଷଧ ସେ ମୋର ତୁମ୍ଭେ ବସ ହେବ ସତେ। ସେ କହୁଛି ମୋର ଆଉ କିଛି ଦରକାର ନାହିଁ, ମୋତେ ସେଇଟା ହିଁ ମୋର କ'ଣ ଭଲ ମୋ ପାଇଁ ଭଲ ମେଡ଼ିସିନ ବୋଲି କହୁଛି, ମୋତେ ସେଇଟା ହିଁ ତୁମେ ଦିଅ। ହେଲେ ତୁମେ ମୋ ଭକ୍ତ ଭାବରେ ବସୀଭୂତ ହେଇପାରିବ, ବସୀଭୂତ ଭଗବାନଙ୍କୁ ବସୀଭୂତ ହେବାର ଗୋଟେ ଉପାୟ। ଯେହେତୁ କୃଷ୍ଣଙ୍କ ପ୍ରେମିକା ହେଉଛି ରାଧା, ସବୁ ଫୋକସ୍ ରାଧାଙ୍କ ପାଖରେ ରହୁଛି କି ନାହିଁ, ତେଣୁକରି ତାର ପ୍ରିୟ ପାତ୍ର ହେଇକି ଯଦି ରହିବି ନଥିଲେ, ସେଥିପାଇଁ ମୋର କୃପା ମୋ ଉପରେ ପଡ଼ିବ, ସେ ସେଇ କବି ହେଉଛନ୍ତି। ହେଲେ ଅନନ୍ତ କୋଟି ବ୍ରହ୍ମାଣ୍ଡ ଈଶ୍ୱର ତୁମେ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡ ଈଶ୍ୱର ଏବଂ ଈଶ୍ୱରୀ, ଅକୈତବ କରୁଣା ପରସ୍ପର କର। ତେଣୁକରି ତୁମେ ପରସ୍ପର ମୋତେ ଅକୈତବ ହେଲା ଅକୈତବ କରୁଣା ମୋତେ ପରସ୍ପର କ'ଣ ପ୍ରଦାନ କର ବୋଲି ସେ କହୁଛନ୍ତି। କୃଷ୍ଣଙ୍କ କାହାଣୀ ବର୍ଣ୍ଣନା କରିବା ପାଇଁ କହୁଛନ୍ତି। କବିଙ୍କର ମନର ଉପରେ ମାସରେ ମନେଲା ମୋର ସେ କିପରି ଚାଲି ମୋର ଦରକାର ନାହିଁ, ପ୍ରତି ମୋର ଦରକାର ନାହିଁ, ଯେତେବେଳେ ବି ମୋର ମନକୁ କିଣିପାରିବ ନାହିଁ, କେବଳ ମୋର ଗ୍ୟାସ୍ ଆସକୁ କ'ଣ ନା ମୋତେ କେବଳ ରାଶି କାମ କରିଦିଅ, ତୁମେ ଏତେ ଅଛ ଓଡ଼ିଆ ହେଲା କ'ଣ କର ନା ଶିବ ପାର୍ବତୀଙ୍କର ମୁକ୍ତି ପ୍ରଦାନ କର। ଆଉ କ'ଣ କର ନା ତୁମେ ବୁଢ଼ାଇ କରି ଏ ସାରା ସଂସାରକୁ କ'ଣ ନା ନିଜ ପାଖରୁ ବାହାର କରି ନିଜ ପ୍ରବେଶ କରି ଦିଅ କ୍ଷଣ ମାତ୍ର ପରେ ହେଲା। ଏଇସବୁ କଳିମାଗ ଗୋପୀମାନଙ୍କର ତୁମେ ହେଉଛ ଗୋପୀନାଥ ବଲ୍ଲଭ ହେଲା। ସେ ପୁଣି ସେଇଟା ତାପରେ ଅନନ୍ତ ସିଦ୍ଧି ମୋହର ତୁମ ପଦାର୍ଚିତ ଅବିଘ୍ନ ହେଉ ସର୍ବଦା ଆଜ୍ଞା କର ଦତ୍ତ। ଅନନ୍ତ ସିଦ୍ଧି ମୋହର ତୁମ ପଦାର୍ଚିତ ମୋର ଯେଉଁ ସିଦ୍ଧି ଅଛି ତୁମ ପଦାର୍ଚିତ ଅବିଘ୍ନ ନିର୍ବିଘ୍ନରେ ମୋର ଏଇ ଯେଉଁ କାର୍ଯ୍ୟଟା ସମାପନ କରିବି, ତେଣୁକରି ମୋତେ ଆଜ୍ଞା ପ୍ରଦାନ କର ପ୍ରଭୁ ବୋଲି ସେ କହୁଛନ୍ତି। କାମନା କଳପତରୁ ଚିନ୍ତାମଣି ନାମ କରୁଛି କବିତ୍ୱ କରିବାକୁ ତବ ପ୍ରେମ। ଖଗପତି ପୂର୍ଣ୍ଣ କର ଏମର ମାନସ କ୍ଷିତି ପାବନ ମଣ୍ଡଳ ବନିବିତ ଯଶ ହେ। ସେ କହୁଛନ୍ତି ଯେ କାମନା କଳପତରୁ ଚିନ୍ତାମଣି ନାମ, କାମନା ରୂପକ କଳପତରୁ ହେଉଛି ତୁମେ ହେଲା। ସେ ଚିନ୍ତାମଣି କଳ୍ପୁଛି କବିତ୍ୱ ମୁଁ କଳ୍ପନା କରୁଛି କ'ଣ ନା ବନିବାକୁ ତମ ପ୍ରେମ ସ୍ୱରୂପକୁ ବର୍ଣ୍ଣନା କରିବା ପାଇଁ ମୁଁ ମୋର ଆଶା କରିଛି ବୋଲି ସେ କହିଛନ୍ତି ହେଲା। ଖଗପତି ଖଗ ହେଉଛି ଆକାଶ। ଖଗପତି ପୂର୍ଣ୍ଣ କର ଏମର ମାନସ ମୋ ମନର ଆକାଂକ୍ଷା ବା ଇଚ୍ଛାକୁ ପୂର୍ଣ୍ଣ କର। କ୍ଷିତିପାବନ ମଙ୍ଗଳ ବନିବି ଯଶ ହେଲା, ତମର ମଙ୍ଗଳ ଯଶ ବନିବି। ଗୁଣ ଗ୍ରାହକେ ପାଇବେ ଚିନ୍ତିଲା ସୁପ୍ରେମ ଗୀତ ହେବ ବିଧଗଦ ଚିନ୍ତାମଣି ନାମ। ସେ କହୁଛନ୍ତି ଗୁଣ ଗ୍ରାହକେ ଯେଉଁମାନେ ଗୁଣୀ ହେଲା, ଯେଉଁମାନେ ଗୁଣୀ ଅର୍ଥାତ୍ ଯେଉଁମାନେ ରାଧାକୃଷ୍ଣ ପ୍ରେମ ତତ୍ତ୍ୱକୁ ଗୁରୁତ୍ୱ ଦେଉଥିବା ଗୁଣୀ ବୋଲି କୁହାଯାଇଛି। ଏଠି ଗୁଣୀ ସମସ୍ତଙ୍କୁ କୁହାଯାଇ ପାରିବନି ହେଲା, ସେମାନେ କ'ଣ ପଢ଼ିଲେ କହିବେ ଯେ ଭଲ ଲେଖା ହେଇଛି ବୋଲି ହେଲା। ଗ୍ରାହକ ମାନେ ଯେଉଁମାନେ ରାଧାକୃଷ୍ଣଙ୍କର ପ୍ରେମକୁ ଗୁରୁତ୍ୱ ଦିଅନ୍ତି ହେଲା, ଏଠି ସେମାନଙ୍କୁ ଉଦ୍ଦେଶ୍ୟ ଗୁଣ ଗ୍ରାହକେ ପାଇବେ ଚିନ୍ତିଲା ସୁପ୍ରେମ ଗୋଟେ ଭଲ ପ୍ରେମ କାହାଣୀ ଆଜି ପାଇବେ ବୋଲି ସେମାନେ କହିବେ। ଅଲୌକିକ ପ୍ରେମ କାହାଣୀ ଗୀତ ହେବ ବିଦଗଧ ଚିନ୍ତାମଣି ନାମ, ସେଇ ବହିଟାର ନାମ ହେବ ବିଦଗଧ ଚିନ୍ତାମଣି। ଘୃଣାରେ ଘଷିଲେ ନରେ ପାଇବେ ନିର୍ବାଣ ଘୃତବତ ରସିକ ହୃଦକୁ ରବି ଜାଣ। ସେ କହୁଛନ୍ତି ଘୃଣାରେ ଯଦି ଘଷିବେ ଲୋକ କ'ଣ ପାଇଯିବେ, ମାନେ ନିର୍ବାଣ ପାଇଯିବେ ହେଲା, ମୁଖ୍ୟ ହେଲା। ଘୃଣାରେ ଘଷିଲେ ନରେ, ହଁ ଘୃଣାରେ ଘଷିଲେ ନରେ ପାଇବେ ନିର୍ବାଣ ଘୃତବତ ରସିକ ହୃଦକୁ ରବି ଜାଣ। ଘୃଣା ରାଧାକୃଷ୍ଣଙ୍କ ପ୍ରେମ ତତ୍ତ୍ୱ ସମସ୍ତେ ପ୍ରଶ୍ନ କ'ଣ କିଏ ପ୍ରଶଂସା କରିବ? ରାଧାକୃଷ୍ଣଙ୍କର ପ୍ରେମ ତତ୍ତ୍ୱ ହେଉଛି ଦେହର ମିଳନ ନାହିଁ, ଏଠି ହେଉଛି ଚେତନାର ମିଳନ, ଯେଉଁଟା ରାସପଞ୍ଚାୟତ ହେଉଛି। ରାସଟା ହେଉଛି ଚେତନା ସ୍ତରରେ ଆତ୍ମା ସହିତ ଆତ୍ମାର ବିଲୀନ। ସେ ପୁଣି କହୁଛି ଘୃଣାରେ ଘଷିଲେ ନରେ ପାଇବେ ନିର୍ବାଣ ପାଇଯିବେ ଘୃତବତ ରସିକ ହୃଦକୁ ରବି ଜାଣ। ଏ କାବ୍ୟଟି କିପରି ନା ରସିକ ହୃଦୟରେ ଯେଉଁମାନେ ରାଧାକୃଷ୍ଣଙ୍କର ପ୍ରେମ ତତ୍ତ୍ୱକୁ ଗୁରୁତ୍ୱ ଦେଉଥିବେ ହେଲା, ସେହି ରସିକ ମାନଙ୍କର କ'ଣ ଘୃତବତ ହୃଦକୁ ରବି ଜାଣ ହେ। କ'ଣ ଘୃତବତ ରସିକର ହୃଦୟ ଯଦି କ'ଣ ଘିଅ ହୁଏ, ତେବେ ଏଇ କାବ୍ୟଟା ବିଦଗ୍ଧ ଚିନ୍ତାମଣି କାବ୍ୟ ସୂର୍ଯ୍ୟ ହେବ। ସୂର୍ଯ୍ୟ ଯଦି କିରଣ ଦେଲା, ଘିଅ ହେଲେ କ'ଣ ନିଆଁରେ ଯଦି ଘିଅ ଦେଲେ କ'ଣ ତଳିଯିବ, ଠିକ୍ ସେହିପରି ଭାବରେ ଏ କାବ୍ୟଟାକୁ ଯିଏ ପାଠ କରିବ ରାଧାକୃଷ୍ଣ ପ୍ରେମ ତତ୍ତ୍ୱକୁ ଯେଉଁ ପାଠକ ବା ରସିକ ଗୁରୁତ୍ୱ ଦେଉଥିବ ଯେ ଅଲୌକିକ ପ୍ରେମ କାହାଣୀ ବୋଲି, ତ ସେଇଟା ହେଉଛି ସେଇ ପାଠକର ହୃଦୟକୁ କେମିତି ବିଗଳିତ କରିଦେବ। କେମିତି ନା ଏ କାବ୍ୟ ଯଦି ହେଉଛି ରବି ସଦୃଶ, ରବି ହେଉଛି ନିଆଁ କି ନାହିଁ, ନିଆଁ ଯେମିତି ଘିଅକୁ ତଳେଇ ଦିଏ, ଠିକ୍ ତଦନୁରୂପ ଭାବରେ ଏ ପାଠ କଲେ ସେଇ ରସିକ ତାର ହୃଦୟ ତଳିଯିବ ହେଲା, ଶାନ୍ତ ମିଳିବ। ଉଆଁସ ଅନ୍ଧାର ଅଜ୍ଞାନ କୁଏ ଚନ୍ଦ୍ରମା ଉଇଁଲା ରବି ଏ ଧୀରଚକ୍ର ସୁଖ ସୀମା ହେ। ଉଆଁସ ଅନ୍ଧାର ଅଜ୍ଞାନ କୁଏ ଚନ୍ଦ୍ରମା ହେଲା, ଉଆଁସ ଅନ୍ଧାର ହେଲା, ହଁ ଉଆଁସ ଅନ୍ଧାର ଅଜ୍ଞାନକୁ ଏ ଚନ୍ଦ୍ରମା ହେଲା, ଉଇଁଲା ରବି ଏ ଧୀରଚକ୍ର ସୁଖ ସୀମା କ'ଣ ଦେଇଛି ଏଇଟା ହେଲା ଏଇ କାବ୍ୟଟା। ଆଉ ଉଇଁଲା ରବି ହେଉଛି କ'ଣ ଦେଇଛି, ଧୀରଚକ୍ର ପଣ୍ଡିତମାନଙ୍କର ସୁଖ ସୀମା ବୃଦ୍ଧି ହେବ ହେଲା। ଚନ୍ଦ୍ରରୁ ଶୀତଳ ସ୍ୱାଦୁ ସୂର୍ଯ୍ୟରୁ ବିମଳ ଚରିତ ଗଙ୍ଗା ନିର୍ମଳ ସିନ୍ଧୁର ଅତଳ। ସେ ଚନ୍ଦ୍ରରୁ ଶୀତଳ ପ୍ରଦାନ କରିବ କାବ୍ୟ, ସ୍ୱାଦୁ ମାନେ ସୂର୍ଯ୍ୟଠାରୁ ମଧ୍ୟ ନିର୍ମଳ, ସୂର୍ଯ୍ୟ ଯେହେତୁ ଉଜ୍ଜଳ ହେଲା ତାଠାରୁ ମଧ୍ୟ ବିମଳ। ଚରିତ ହେଉଛି ଗଙ୍ଗା କ'ଣ ପବିତ୍ର ବୋଲି କହୁଛ, ତା ଗଙ୍ଗାଠାରୁ ନିର୍ମଳ। ସିନ୍ଧୁର ଅଥଳ ହେଉଛି ଗଭୀର, ସମୁଦ୍ର ଠାରୁ ମଧ୍ୟ ଗଭୀର। ଛଦ୍ମାର୍ଥକ ଦମ୍ବଧର ଚୂରଣକୁ ପବି ଛଇଳ ଲକର ନବ ଗୁଣବତୀ ଛବି। ସେ କହୁଛି ଛଦ୍ମାର୍ଥକ ଦମ୍ବଧର ଚୂରଣକୁ ପବି ଛଇଳ ଲକର ନବ ଗୁଣବତୀ ଛବି। ସେ କହୁଛି ଯେ ଛଦ୍ମାର୍ଥକ ଯେଉଁମାନେ ଏହି କାବ୍ୟ ଅର୍ଥକୁ ପଦାର୍ଥ କରିବେ ହେଲା, ଅନ୍ୟ ଅର୍ଥରେ ଗ୍ରହଣ କରିବେ କିମ୍ବା କ'ଣ କଟୁକ୍ତି କହିବେ ହେଲା, ଏ କାବ୍ୟର ଗୋଟେ ପାର୍ଟିକୁଲାର ଅର୍ଥକୁ ଯଦି ଅନ୍ୟ ଅର୍ଥରେ ବ୍ୟବହାର କରିବେ ତାଙ୍କୁ କିନ୍ତୁ ଦମ୍ବଧର କେମିତି ଲାଗିବ ନା, ଦମ୍ବଧର ହେଉଛି ପାହାଡ଼ ଭଳିଆ ହେଲା। ଚରଣକୁ ପବି ଛଇଳ ଲକର ନବ ଗୁଣବତୀ ଛବି, ଯିଏ ଏହି କାବ୍ୟଟିକୁ ପାଠ କରିକି ତାର ସାରମର୍ମକୁ ଭଲ ଭାବରେ ଜାଣିପାରିବ, ତାର ପାଇଁ କ'ଣ ନା ଗୋଟେ ନବବିବାହିତା ମାନେ ଝିଅ ଦେଖିଲେ ଗୋଟେ ମନରେ ଯେଉଁ ଭାବନା ସୃଷ୍ଟି ହୁଏ ସେପରି ଲାଗିବ, ରୋମାଣ୍ଟିକ ଲାଗିବ ହେଲା। ଜମକାଦି ଚିତ୍ରକାବ୍ୟ ପ୍ରବନ୍ଧ ପ୍ରବନ୍ଧ ଯଥାଜାତ ଧନ୍ଦାଟିଏ ବୁଧ ମନବୋଧ। ପ୍ରବନ୍ଧ ହେଉଛି ପ୍ରକୃଷ୍ଟ ଭାବରେ ହେଲା, ପ୍ରକୃଷ୍ଟ ଭାବରେ ମାନେ ପ୍ରକୃତ ସତ୍ୟ କଥା ଲେଖିଛନ୍ତି ହେଲା। ଯମକ ଅଳଙ୍କାର ଚିତ୍ରକାବ୍ୟ ପ୍ରବନ୍ଧ, ଏ କାବ୍ୟଟା କ'ଣ ପ୍ରକୃଷ୍ଟ ଭାବରେ ସତ୍ୟକୁ ଆଧାର କରିକି ଯମକ ଅଳଙ୍କାର ଲେଖା ହେଇଛି। ଯଥାଜାତ ଧନ୍ଦାଟିଏ ବୁଧ ମନବୋଧ ସମସ୍ତ ମାନଙ୍କୁ ଏଠି ଆକର୍ଷଣ କରିବ। ବୁଧ ହେଉଛି ପଣ୍ଡିତ, ପଣ୍ଡିତ ମଣ୍ଡଳୀ ସମସ୍ତ ଏଇଟା ମୁଁ ଏମିତି ଲେଖିଛି, ଯମକ ଅଳଙ୍କାର ଲେଖିଛି, ସତ୍ୟ କଥାଟିଏ ଲେଖିଛି, ଆଉ ନୀତିନିଷ୍ଠ ଭାବରେ ଲେଖିଛି। ଯଥାଜାତ ମାନେ ଗୋଟେ ଶୃଙ୍ଖଳିତ ରୀତିରେ ଲେଖିଛି, ଧନ୍ଦାଟିଏ ମୁଁ କରିଛି। ଏ ପଣ୍ଡିତମାନେ ତୁମର ମନକୁ ବୋଧ ପାଇଲା ଭଳିଆ କିମ୍ବା ମନବୋଧ ପାଇଲା ଭଳିଆ ମୁଁ କାବ୍ୟଟେ ସୃଷ୍ଟି କରିଛି ବୋଲି ସେ କହୁଛି ହେଲା। ଝଳି ମାର୍ଗ ପାଇବେ ପଥିକ ହେଲେ ଶ୍ରମୀ ଝଗଡ଼ା ବାଟେ ପଶିଲେ ମୂର୍ଖ ହେବେ ଦମୀ। ସେ କହୁଛନ୍ତି ଝଳି ମାର୍ଗ ପାଇବେ ପଥିକ ହେଲେ ଶ୍ରମୀ ଝଗଡ଼ା ବାଟେ ପଶିଲେ ମୂର୍ଖ ହେବେ। ଝଳି ମାର୍ଗ କୋଉମାନେ ପାଇବେ ନା ପଥିକ ମାନେ,
ହେଲା ଝଗଡ଼ା ବାଟେ ପଶିଲେ ମୂର୍ଖ ହେବ ଦମ୍ଭୀ। ଆରେ ଝଳି ମାର୍ଗ ପାଇବା ଗୁପ୍ତ ମାର୍ଗ ପାଇବେ। ଏଇ ଯଦି ଗୋଟେ ମଣିଷଟା ରାଧାକୃଷ୍ଣ ପ୍ରେମକୁ ଗୁରୁତ୍ୱ ଦେଉନଥିବ ହେଲା, ଯେ ପୁରାଣ ପ୍ରତି ଆକୃଷ୍ଟ ହେଉଥିବ, ଆତ୍ମ ପରମାତ୍ମା ସମ୍ପର୍କରେ ତାର କିଛି ଜ୍ଞାନ ନଥିବ ହେଲା, ପ୍ରେମ ଆଉ ଆଧ୍ୟାତ୍ମିକତା ଭିତରେ ନାହିଁ ଚେତନା, ଯେଉଁ କହିଲି ହେଲା, ଯେଉଁ ପ୍ରେମ ପ୍ରଣୟ କରୁଣା ଚେତନା ଏଗୁଡ଼ା ଯେତେ ଯାହା ସବୁ ଜିନିଷ ହେଲା ଆତ୍ମା ପରମାତ୍ମା କଥା, ଝଳି ମାର୍ଗ ହେଉଛି ଗୋଟେ ଗୁପ୍ତ ମାର୍ଗ ପାଇବେ କ'ଣ ପଥିକ ହେଲେ ଶ୍ରମିକ। ଅର୍ଥାତ୍ ଆମେ ଯେହେତୁ ଆତ୍ମା ସବୁବେଳେ କାହାକୁ ପରମାତ୍ମାକୁ ଚାହିଁଥାଏ, ତ ଏଠି ଅଲୌକିକ କଥା କାହାର କୃଷ୍ଣଙ୍କର କୁହାଯାଉଛି, କୃଷ୍ଣ ଯେହେତୁ ଭଗବାନ, ତ ଗୋଟେ ପ୍ରଫିଟ୍ କ'ଣ ହେଉଛି, ଗୋଟେ ଆଧ୍ୟାତ୍ମିକ ଷ୍ଟ୍ରକ୍ଚର ମଣିଷ ମଧ୍ୟରେ ତିଆରି ହେଉଛି କି ନାହିଁ ହେଲା। ଏ ବହିଟା ଆମେ ପଢ଼ିଲେ ୟା ପୂର୍ବରୁ କୃଷ୍ଣଙ୍କୁ କେତେଥର ଆମେ ଉଚ୍ଚାରଣ କରିସାରିଲେଣି ହେଲା। ଝଳି ମାର୍ଗ ପାଇବେ ପଥିକ ହେଲେ ଶ୍ରମୀ, ଅର୍ଥାତ୍ ଚେତନାର ଉତ୍ତରଣ ହେବ, ତ ସହିତ ମନକୁ ମୋକ୍ଷ ଆଡ଼କୁ ଗତି କରାଇବ ହେଲା। ଝଳି ମାର୍ଗ ପାଇବେ ପଥିକ ହେଲେ ଶ୍ରମୀ, ଯଦି ପଥିକଟେ ହେଲା ଶ୍ରମିକ ହେଉଛି, ଆମେ ପଢ଼ୁଛେ ଶ୍ରମ କରୁଛେ, ତ ଆମର ଇଚ୍ଛା ଜାଗ୍ରତ ହେଲା ଯଦି ଆମେ କ'ଣ ଝଳି ମାର୍ଗ ପାଇବା, ଗୁପ୍ତ ମାର୍ଗଟିଏ ପାଇବା, ଆଉ ଝଗଡ଼ା ବାଟେ ପଶିଲେ ମୂର୍ଖ ହେବ ଭ୍ରମୀ। এই ঝগড়া বাটে কোন লিখছি কোন এই মূর্খ মানে এর কোন খাই কিছু বুঝি পারে না, এইটা হচ্ছে কারণ মূর্খমির পরিচয় ହେଲା। ঝগড়া কাকু কোন মূর্খକୁ ঝগড়া বাটে দেখাଯିବ, কিন্তু যে কঠিন ପରିଶ୍ରମ କରିବ ସେ ଝଳି ମାର୍ଗଟେ ପାଇବ, ଗୁପ୍ତ ମାର୍ଗଟେ ପାଇଯିବ। ନ୍ୟାୟାଦି ଶାସ୍ତ୍ର ପୁରାଣ ବେଦାଗମ କାବ୍ୟ ନ୍ୟାସ କଲା ଲୋକର ଏ ହୋଇବଟି ଭବ୍ୟ ହେଲା। ଯିଏ ନ୍ୟାୟ ଶାସ୍ତ୍ରକୁ ପୁରାଣକୁ ବେଦ ଇତ୍ୟାଦି କାବ୍ୟକୁ କ'ଣ ପାଠ କରି ସତ୍ମାର୍ଗରେ ଆଉ ଶୃଙ୍ଖଳିତ ଭାବରେ ନୀତିନିଷ୍ଠ ମାର୍ଗରେ ପରିଚାଳିତ ହେଉଥିବା ବ୍ୟକ୍ତିଟି କ'ଣ କରିବ ପାଇଯିବ ହେଲା। ନ୍ୟାସ କଲା ପରେ ପଢ଼ି ସାରିଲା ପରେ କ'ଣ ପାଇଁ ଲୋକର ଏ ହୋଇବଟି ଭବ୍ୟ, ସେ ଲୋକ ହିଁ ଏଇଟା ବୁଝିପାରିବ, ଆଉ ଅନ୍ୟମାନେ କେହି ବୁଝିପାରିବେନି। କାରଣ ଏଇ ଯେଉଁ ନ୍ୟାୟ ଶାସ୍ତ୍ର ପୁରାଣ ବେଦ ଗମ ଶୃଙ୍ଖଳା ଧର୍ମ ଆଦର୍ଶ ନୀତି ନ୍ୟାୟରେ ପରିଚାଳିତ ହେଉଥିବା ଲୋକ ହିଁ ଈଶ୍ୱରଙ୍କର ସତ୍ତାକୁ ଅନୁଭବ କରିବ, ଆଉ ତା ପାଇଁ ଗୋଟିଏ ଚେତନାର ଉତ୍ତରଣ ବା ମୁଖ୍ୟ ଦିଗକୁ ଉପନୀତ ହେବାର ଗୋଟେ ଭବ୍ୟ ଜଗତ ଦେଖାଯିବ ହେଲା। ସେ ଲୋକମାନେ ହିଁ ବୁଝିପାରିବେ, ନହେଲେ ଆଉ କେହି ବୁଝିପାରିବେ ନାହିଁ। ସେ କହୁଛନ୍ତି ଟାଣ ଜଣା ଚର୍ବଣ ନା ରୋଦ କଲା ପରି ଏକ ଅଜ ଭାଜିବ ଅବଶ୍ୟ ଶ୍ରମ କରି, ହେ ଠକ ନ ହେ ଗୁରୁ କୃଷ୍ଣ ବଇବେ ଯେହୁ ଟିକେ ଏଥି ମର୍ମ ଜାଣ ପାଇବେ ସେହୁ। ଡାକ କହୁଛି ମୁଁ ରାଗ ମାର୍ଗ ଭକ୍ତି ଜନେ ଡେରି କର୍ଣ୍ଣ ସ୍ନେହ ହତା କରମ ବଚନେ, ହେ ଢମପଣେ ବନୁଛି ମୁଁ ଗୋବିନ୍ଦ ଚରିତ ଢଗ ଢମାଳି ହେଲେ ହିଁ ସାକ୍ଷାତ ଅମୃତ। ସେ କହୁଛନ୍ତି ଟାଣ ଚଣା ଚର୍ବଣ ନା ରୋଦ କଲା ପରି ଏକ ଅଜ ଭାଜିବ ଅବଶ୍ୟ ଶ୍ରମ କରି। ସେ କହୁଛି ଟାଣ ଚଣା ଚର୍ବଣ କରେ, ମାନେ ଏଠି କେଉଁ ଟାଣ ଚଣା କେଉଁଟା ସେଇଭଳିଆ ଲାଗିବ କବିତାଟା। ଟାଣ ଚଣା ଚର୍ବଣ ନା ରୋଦ କଲା ପରି ଏକ ଅଜ ଭାଜିବ ଅବଶ୍ୟ ଶ୍ରମ କରି। ନାରଦର ଦାନ୍ତ ଭାଙ୍ଗିଲା ବେଳେ ଜାଣିଛୁ କି ନାହିଁ, ସେ ଚଣା ହେଲା, ନାରଦ ହେଉଛି ଦନ୍ତହୀନ। ଏଠି ନାରଦର ବିଷୟ ପ୍ରସଙ୍ଗ ଗୋଟେ ସେ କ'ଣ କରିଛି ନା ଖଜୁରୀ ବୋଧେ ଖଜୁରୀ ଚଣା ଚୋବଉ ସେ ଏମିତି ଚଣାକୁ କାମ ଦାନ୍ତ ଭାଙ୍ଗିଗଲା। ଏଠି କହୁଛି ଯେ ଜ୍ଞାନଦାନ୍ତ ଯେଉଁ ମଣିଷର ଥିବ, ଦିବ୍ୟ ଜ୍ଞାନ ଦିବ୍ୟ ଦୃଷ୍ଟି ବା ଜ୍ଞାନୀ ଲୋକମାନେ ୟାର ଅର୍ଥ କରିପାରିବେ, ନହେଲେ ମୂର୍ଖମାନଙ୍କର ଦାନ୍ତ ଭାଙ୍ଗିଯିବ ହେଲା। ଟାଣ ଚଣା ଚର୍ବଣ ନାରଦ କଲା ପରି, ନହେଲେ ତୁମର ଜ୍ଞାନଦାନ୍ତ ନଥିବ ବୋଲେ ତୁମର ପଢ଼ୁଥିବ ତୁମର ଜ୍ଞାନ ସବୁ ଯିବ। ଏଠି କହୁଛି ହେଲା, ଜ୍ଞାନଦାନ୍ତ ଯାହାର ଥିବ ତାକୁ ଆବୃତ କରିକି ତାର ଅର୍ଥ ବାହାର କରିପାରିବ, ନହେଲେ ତୁମେ ଅଜ୍ଞାନୀ ହେଲା। ଟେକ ଅଜ ଭାଙ୍ଗିବ ଦାନ୍ତ ଭାଙ୍ଗିବ ଅବଶ୍ୟ ଶ୍ରମ କରି। ଖାଲି କାମୁଥିବ ସିନା ଖଜୁରୀର ଯେମିତି ଖାଲି ଏଠି ପଢ଼ୁଥିବ କିନ୍ତୁ ତାର କିଛି ଅବଶ୍ୟ ଅର୍ଥ କିଛି ନାହିଁ। ତେଣୁକରି ବିରୋଧ ଚିନ୍ତାମାନଙ୍କୁ ପଢ଼ି ବୁଝିବା ପାଇଁ ହେଲେ ଜ୍ଞାନର ଦାନ୍ତ ଦରକାର। ଠକ ନହେ ଗୁରୁ କୃଷ୍ଣ ବୈଷ୍ଣବେ ଯେହୁ ଟିକେ ଏତି ମର୍ମ ଜାଣିପାରିବେ। ସେ ପୁଣି କହୁଛନ୍ତି ଯେ ଯେଉଁମାନେ ଠକ ନୁହନ୍ତି ହେଲା, ଯେଉଁମାନେ ଗୁରୁଙ୍କୁ ସମ୍ମାନ ଦେଇଥିବେ, କୃଷ୍ଣ ଭକ୍ତମାନଙ୍କୁ ସେମାନେ ସମ୍ମାନ କରୁଥିବେ, ଆଉ ଗୁରୁମାନଙ୍କୁ ଭକ୍ତି କରୁଥିବେ, ଆଉ ଠକ ହୋଇନଥିବେ, ସେଇ ବ୍ୟକ୍ତିମାନେ କ'ଣ କରିପାରିବେ ନା ଠିକ୍ ଭାବରେ ଏଇ କବିତା ବା କାବ୍ୟର ଅର୍ଥକୁ ବୁଝିପାରିବେ। ଡାକି କହୁଛି ମୁଁ ରାଗମାର୍ଗ ଭକ୍ତି ଜନେ ଡେରି କର୍ଣ୍ଣ ସ୍ନେହ ହେ ହତା କରମ ବିବଚନ। ମୁଁ ଡାକିକି ତୁମକୁ କହୁଛି ହେ ଭକ୍ତିଜନ ରାଗମାର୍ଗ ଭକ୍ତିଜନ, ହେ ରାଗାନୁଗା ଭକ୍ତିର ଭକ୍ତମଣ୍ଡଳୀ ମାନେ ଭକ୍ତଜନ ମାନେ ତୁମକୁ ଆଜି ଡାକିକି ମୁଁ କହୁଛି ଡେରି କର୍ଣ୍ଣ ସ୍ନେହତା କରମ ବଚନେ, ମୁଁ ଯେଉଁ ଲେଖିଛି ସେଇଟାକୁ ତୁମେ କର୍ଣ୍ଣ ଦେଇକି ଶୁଣ ବୋଲି ସେ କହୁଛି। କ'ଣ ନା ଢମପଣେ ବନିଛି ମୁଁ ଗୋବିନ୍ଦ ଚରିତ ଢଗ ଢମାଳି ହେଲେ ହିଁ ସାକ୍ଷାତ ଅମୃତ। ଏଇ ଯେଉଁ ମୁଁ ଧୂମପଣ କରୁଛି ବାହାସ୍ୱାଡ଼ ମାରିକି ମୁଁ ଆଜି ବର୍ଣ୍ଣନା କରିଛି ହେଲା। କ'ଣ ନା ଗୋବିନ୍ଦ ଚରିତକୁ ମୁଁ ବର୍ଣ୍ଣନା କରିଛି, ଯଦି ଢଗ ଢମାଳି ହେଇଥିଲେ ମଧ୍ୟ ଏତେ ସାକ୍ଷାତ ଅମୃତକୁ ମୁଁ ଥୋଇ ଦେଇଛି କହୁଛନ୍ତି। ଅମ୍ବୁ ଯେ ହେଉ ସେ ହେଉ ଶାଳ ଗ୍ରାମ ସ୍ନାନେ ଅଗ୍ରାହ୍ୟ କାହାର ପାଦଦକ ନାମ ଜ୍ଞାନେ। ହେ ଅମ୍ବୁ ଯେ ହେଉ ସେ ହେଉ ଶାଳ ଗ୍ରାମ ସ୍ନାନେ ଆଗ୍ରାହ୍ୟ କାହାର ପାଦଦକ ନାମ ଜ୍ଞାନେ। ହେ କହୁଛି ଜଳଟା তুমি ଯେଉଁଠୁ ଆଣ, ସେ ଗଢ଼ିଆରୁ ଆଣ, ପୋଖରୀରୁ ଆଣ, ନଳକୂପରୁ ଆଣ, ଯେତେବେଳେ ଶାଳଗ୍ରାମ তুমি ସ୍ନାନ କରି ଦେଉଛ, ତାକୁ ସେଇଟା ହେଉଛି ହେଇଯାଉଛି କ'ଣ ପାଦଦକ, ସେଇଟା ହେଉଛି ପବିତ୍ର ପାଦୁକା ହେଇଯାଉଛି। ତେଣୁକରି ସେଇଟା ହେଉଛି ସେ ଗାଡ଼ିଆର ପାଣି ହେଇଥିବ, ସେ ପାଦୁକା ହେଇଯାଉଛି। ସମସ୍ତ ଈଶ୍ୱରଙ୍କ ପାଖରେ ଲାଗିଲା ପରେ ବା ଶାଳଗ୍ରାମ ଲାଗିଲେ ସେ ତାର ଅର୍ଥ ବଦଳି ଯାଉଛି, ତାକୁ ବହୁତ ମୂଲ୍ୟବାନ ବୋଲି ଜଣା ଅଧିକୃତ କରାଯାଉଛି ହେଲା। ତତ୍ତ୍ୱ ଏ ପରାଏ ଭାବି ଏଗିତେ ରସିବ ତୁଚ୍ଛାମ ବଚନୁଚିତ ବୋଲି ନ କରିବ। ସେ କହୁଛି ଯେହେତୁ ମୁଁ ଥକେ ସ୍ଥଳେ ହେବ ଦ୍ରାକ୍ଷା ଗୁଡ଼ କୃତ ପାକ ଥକେ ପାକ ନାରିକେଳ ଖଜୁର ରଚକ। ସେ କହୁଛନ୍ତି ତତ୍ତ୍ୱ ଏ ପରାଏ, ମୁଁ ଏମିତି ପ୍ରକାର ତତ୍ତ୍ୱଟାକୁ ରଖିଦେଇଛି ଯେ ପରାଏ ଭାବି ଗୀତ ରସିବ ତୁଚ୍ଛାମ ବଚନ। ମୁଁ ଯେହେତୁ ଏ ହେଉଛି ନିଜ ଜାତୀୟ ଜନ୍ମ ଚିନ୍ତା ମାନେ ଯେଉଁମାନେ ବି ଲେଖିଛନ୍ତି ବଡ଼ ବଡ଼ ବହି ଲେଖିଛନ୍ତି ହେଲା ଭକ୍ତି, ସେମାନେ କ'ଣ କରୁଛି ନା ତତ୍ତ୍ୱକୁ ଲେଖିଛନ୍ତି। ଆଉ କ'ଣ ନା ଯେହେତୁ ଶୁଦ୍ର ଇଏରେ ଜନ୍ମ ନେଇଛନ୍ତି ନା, ତ ସେଇଥିପାଇଁ ସେ କହୁଛନ୍ତି ମୋ ମୁଖରୁ ବାହାରିଥିବା ଏଇ କାବ୍ୟର ସୃଷ୍ଟି, ତେଣୁକରି ତୁମେ ଏଟାକୁ ହେଳା କରିବ ନାହିଁ ହେଲେ ଅବହେଳା କରିବ ନାହିଁ ବୋଲି ସେ କହିଛନ୍ତି ହେଲା। ସ୍ଥଳ ହେବ ଦ୍ରାକ୍ଷା ଗୁଡ଼ କୃତ ପାକ ଥକେ ପାକ ନାରିକେଳ ଖଜୁର ରଚକ। ସେ କହୁଛନ୍ତି ଯେ ଥକେ ସ୍ଥଳ ହେବ ଦ୍ରାକ୍ଷା ଗୁଡ଼ କୃତ ପାକ, ସେ ଦ୍ରାକ୍ଷା ହେଉଛି ଖଜୁରୀ ବୋଧେ, ସେଠି ମିକ୍ସ କରିକି ଦେଇଛି ହେଲା। ନଡ଼ିଆ ରସ ଦେଇଛି, ଖଜୁର ରସ ଦେଇଛି, ଅଙ୍ଗୁର ରସ ଦେଇଛି ହେଲା। ମୁଁ ବିଭିନ୍ନ ପ୍ରକାର ରସ ଦେଇଛି। ଏଠି କାହାକୁ ସେ ନଡ଼ିଆ ଭଳିଆ ଲାଗିପାରେ, ଖଜୁର ଭଳିଆ ଲାଗିପାରେ, ଆଉ ଖଜୁରୀ ଭଳିଆ ଲାଗିପାରେ ହେଲା। ବା ଅନ୍ତର୍ଦୃଷ୍ଟି ଜ୍ଞାନର ଚକ୍ଷୁ ଯଦି ତୀକ୍ଷ୍ଣ ଥିବ, ତୁମେ ସିଧା କାହାକୁ କ'ଣ ଦ୍ରାକ୍ଷା ଗୁଡ଼ କୃତ ପାକ ବୋଲି ଲାଗିବ। ଅର୍ଥାତ୍ ଅଜ୍ଞାନୀମାନେ ଥିବେ, ସେମାନେ ବୁଝିପାରୁନଥିବେ, ସେମାନେ କ'ଣ ନାରିକେଳ ନଡ଼ିଆ ଫାଷ୍ଟ ଟାଣ ଲାଗିବ, ତାପରେ ଭିତର ଲାଗିବ। ଖଜୁରୀ ନହେଲେ ଗୋଟେ ଲୋକ ଖଜୁରୀ ଲାଗିବ, ଫାଷ୍ଟ ଉପରେ କ'ଣ ଥିବ ଖଜୁରୀର ଚୋପା, ସେଟା ଖାଇସାରିଲା ପରେ ତାପରେ ଭିତର ଟାଣ ହେବ।
ଆଉ କାହାକୁ ଗୁଡ଼ ପାକ ଲାଗିବ ଏଇ କୋଣଟା ନାଇଁ କାବ୍ୟ ହେଲା। ଦିବ୍ୟ ଅଦିବ୍ୟ ଭାଷାରେ ପଦ ହେବ ସିଧି ଦେଖ ମହାଜନ ମାର୍ଗ ପରମ୍ପରା ବିଧି। ଦିବ୍ୟ ଅଦିବ୍ୟ ସଂସ୍କୃତ ଏବଂ ପ୍ରାକୃତ ମିଶାମିଶି ଭାଷାରେ ଏଇଟା ମୁଁ ଲେଖିଛି ବା ସିଧି ହେବ ବୋଲି ସେ କହୁଛି। ଦେଖ ମହାଜନ ହେ ପଣ୍ଡିତ ମାନେ ତୁମେ ଦେଖ ମାର୍ଗ ପରମ୍ପରା ବିଧି। ପରମ୍ପରା ଅର୍ଥାତ୍ ସଂସ୍କୃତ ସାହିତ୍ୟର ହେଲା ସଂସ୍କୃତ କାବ୍ୟକୁ ଫଲୋ କରୁଛନ୍ତି ମାନେ କାବ୍ୟର ଷ୍ଟ୍ରକ୍ଚର ନେଇକି ହେଲା। ଧ୍ରୁବ ଶବ୍ଦ ସାକ୍ଷାତ ଉପମା ଅନୁମାନ ଧରି ବିଚାରିଲେ ହେବ ଏଥି ଅର୍ଥ ଜ୍ଞାନ ହେଲା। ଧ୍ରୁବ ସତ୍ୟ ଶବ୍ଦର ସାକ୍ଷାତ ଉପମା ଅନୁମାନ କରିଛି ଧରି ବସିଲେ ହେବ ଅର୍ଥ ଜ୍ଞାନ। ନିରସ ଗରସ ପରିପାକ ପରା ହୋଇ ନିରସ ଗରସ ପରିପାକ ପରା ହୋଇ ନିଷ୍ଠା ବେଳୁ ବେଳୁ ବୁଦ୍ଧି ହେବ ସ୍ୱାଦୁଦାୟୀ। ନିରସ ହେଉଛି ନିରସ ଗରସ ପରିପାକ ପରା ହୋଇ ନିଷ୍ଠା ବେଳୁ ବେଳୁ ବୃଦ୍ଧି ହେବ ସ୍ୱାଦୁଦାୟୀ ହେଲା। ଗରସ ମାନେ କ୍ଷୀର ହେଲା। ନିରସ ମାନେ ଜଳ ଆଉ କ୍ଷୀରକୁ ପାକ କଲା ପରି ନିଷ୍ଠା ବେଳୁ କାହାକୁ ପାଣି ବି ଲାଗିପାରେ କାହାକୁ କ'ଣ କ୍ଷୀର ଲାଗିପାରେ। ତେଣୁକରି ନିଷ୍ଠା ବେଳୁ ବୃଦ୍ଧି ହେବ ସେଠୁ ତୁମେ ତାକୁ ଯେମିତି ଅର୍ଥ କରିବ ତୁମେ ଯଦି ସ୍ନେହ ଶ୍ରଦ୍ଧା ଯଦି ରୋମାଞ୍ଚକର ଭାବ ନେଇକି ତୁମେ ଯଦି ପଢ଼ିବ ତୁମକୁ ସେଇଟା ଆଟ୍ରାକ୍ଟିଭ୍ ଲାଗିବ ହେଲା। ପ୍ରେମ ପରିପାକ ଧୀର ଘନ ପରାୟତେ ପାଣି ଖାରା କ୍ଷୀର ଦୁଇ କରନ୍ତି ଏକତେ ସେ କହୁଛି ପ୍ରେମ ପରିପାକ ଧୀର ଘନ ପରାୟତେ ହେଲା। ପ୍ରେମ ପରିପାକ କ'ଣ ଘନ ହେଉଛି ମେଘରେ ଯେମିତି କ'ଣ ହୁଏ ମିଶାମିଶି ହେଇକି ପାଣି ଆଉ କ୍ଷୀରର ସମ୍ପର୍କ କେମିତି ଖାରା ଦେଖାଯାଏ କି ନାହିଁ ଦୁଇ କରନ୍ତି ଏକ ହେଲା ବୋଲି ସେ କହୁଛି। ଫନ୍ଦା ମୁଁ କରିଛି ଏହି ଘେନି ତୁମ ପାଦ ହେ ଈଶ୍ୱର ଭାଇ କୃଷ୍ଣ ମୁଁ ଫନ୍ଦା ମୁଁ କରିଛି ଏହି ଘେନି ତୁମ ପାଦ ଆଶା କରିଛି ତୁମକୁ ଫୁଲ ପରି ଶିରଧାର୍ଯ୍ୟ ହେବ ମୋର ପଦ। ଏଇ ଯେଉଁ ମୁଁ ଫନ୍ଦା ହେଉଛି ଗୋଟେ କ'ଣ ଛନ୍ଦରେ ମୁଁ ବାନ୍ଧି ଦେଇଛି ବା ଗୋଟେ କୌଶଳ ଅବଲମ୍ବନ କରିଛି ସେଇଟା କେମିତି ହେବ ନା ଫୁଲ ପରି। ଏ କାବ୍ୟଟା କ'ଣ କରିବେ ସମସ୍ତେ ଶିରଧାର୍ଯ୍ୟ କରିବେ ବୋଲି ସେ କହୁଛି। ଫୁଲ ପରି ଶିରଧାର୍ଯ୍ୟ ହେବ ମୋର ପଦ। ଏଇ ପଦଗୁଡ଼ା ସମସ୍ତେ ଲୋକମାନେ ବି ଗାଇବେ ହେଲା। ସମସ୍ତ ଜ୍ଞାନୀମାନଙ୍କ ମୁଖରେ ରହିବ। ବିବେକ ଗ୍ରାହକ କୋଟି କବି ଆୟୁ ଘେନି ବର୍ତ୍ତିଥିଲେ କବି କବିତ୍ୱ କି ହେବ ମ୍ଳାନି ହେ ସେ କହୁଛି। ବିବେକ ଗ୍ରାହକ କୋଟି କବି ଆୟୁ ଘେନି ବର୍ତ୍ତିଥିଲେ କବିତ୍ୱ କି ହେବ ମ୍ଳାନି ହେ କହୁଛନ୍ତି ନା। ବିବେକବନ୍ତ ଗ୍ରାହକମାନେ ଧରାପୃଷ୍ଠରେ ଯେତେ ପର୍ଯ୍ୟନ୍ତ ରହିଥିବେ କୋଟି କୋଟି ଲୋକ ଅଛନ୍ତି ସେ କୋଟି କୋଟି ଲୋକ ଆୟୁଷ ଘେନି ବଞ୍ଚିଛନ୍ତି ଯେତେ ପର୍ଯ୍ୟନ୍ତ ଧରାପୃଷ୍ଠରେ ଲୋକ ବଞ୍ଚିଥିବେ ବିବେକବନ୍ତ ଗ୍ରାହକମାନେ ବା ବିବେକବନ୍ତ ରସିକ ପାଠକମାନେ ରାଧାକୃଷ୍ଣ ପ୍ରେମ ତତ୍ତ୍ୱ ଗୁରୁତ୍ୱ ଦେଉଥିବା ଲୋକମାନେ ବିବେକବନ୍ତ ସେଇମାନେ ଯେତେ ପର୍ଯ୍ୟନ୍ତ ବଞ୍ଚିଥିବେ ଧରାପୃଷ୍ଠରେ ସେତେ ପର୍ଯ୍ୟନ୍ତ ମୋର ଏଇ କବିର କବିତ୍ୱ ମ୍ଳାନି ରହିବ ହେଲା। ମାନେ ଅମରତ୍ୱ ହେଇକି ରହିବ ହେଲା। ବୁଝିପାରିଲୁ କି ନାହିଁ ନା ମୋର କବିତାର ପାଠଟା ମୁଁ ଏମିତି ରଚିଛି ଏମିତି ଫନ୍ଦା କରିଛି ହେଲା ଯେ ପର୍ଯ୍ୟନ୍ତ ବିବେକ ପାଠକମାନେ ଧରାପୃଷ୍ଠରେ ବଞ୍ଚିଥିବେ ସେଇମାନେ ପାଠ କରିବେ ହେଲା। ଭାବେ ବୈଶ୍ୟ ପରାଇ ମୁଁ ମେଲିଛି ପସରା ଭାବ ସବୁ ଦ୍ରବ୍ୟକୁ ଗ୍ରାହକ ଲୋଡ଼ା ପରା ସେ କହୁଛି ଭାବେ ବୈଶ୍ୟ ପରାଇ ବୈଶ୍ୟ ହେଉଛି ବେପାର ବାଣିଜ୍ୟ କରେ ମୁଁ ମେଲିଛି ପସରା କ'ଣ ମେଲିଛି ନା ରାଧାକୃଷ୍ଣ ପ୍ରେମତତ୍ତ୍ୱକୁ ବିକ୍ରି କରିବା ପାଇଁ ଆଣିଛି ବୋଲି ସେ କହୁଛନ୍ତି କେଉଁଠି ନା ଏ ସଂସାର ହାଟରେ ହେଲା। ଭାବେ ମୁଁ ବୈଶ୍ୟ ପରାଇ ମୁଁ ମେଲିଛି ପସରା ମୁଁ ପସରା ମେଲି ଦେଇଛି ରାଧାକୃଷ୍ଣ ପ୍ରେମତତ୍ତ୍ୱ ବିଧୁତ ଚିନ୍ତାମଣି ପସରା ମେଲି ଦେଇଛି ନା ଭାବ ସବୁ ଦ୍ରବ୍ୟ ଗ୍ରାହକ ଲୋଡ଼ା ଏ କୃଷ୍ଣ ଭାବ ରାଧା ଭାବ ଲୋଡ଼ା କାହାକୁ ନା ସଂସାରର ଗ୍ରାହକମାନଙ୍କୁ ଜୀବମାନଙ୍କୁ ଗ୍ରାହକ ଯେ ପର୍ଯ୍ୟନ୍ତ ଥିବେ ସେ ପର୍ଯ୍ୟନ୍ତ ଥିବ ତେଣୁକରି ମୁଁ ଗ୍ରାହକ ମେଲି ଦେଇଛି ବୋଲି ସେ କହିଛନ୍ତି ହେଲା। ପସରା ମେଲି ଦେଇଛି। ମହୁରା କବିତ୍ୱ ଦୋଷ ପସରାରେ ଥୋଇ ମଜିବେ ନାହିଁ କି ଖଳେ ତାହା ନୀତି ଥାଏ। ମହୁରା ହେଉଛି ବିଷ। ମହୁରା କବିତ୍ୱ ଦୋଷ ପସରାରେ ଥାଇ ମହୁରା ହେଉଛି କ'ଣ ମହୁ ଅମୃତ ପ୍ରକାର କ'ଣ ରହିଥାଏ ବିଷ ରହିଥାଏ। ତ ମହୁରା କବିତ୍ୱ ଦୋଷ ପସରାରେ ଥାଇ ମଜିବେ ନାହିଁ କି ଖଳେ ତାହା ନୀତି ଥାଏ। ବିଷ ପାଖରେ ଯେମିତି କ'ଣ ମହୁରା ବିଷ କବିତ୍ୱ ହେଉଛି ଦୋଷ କବିତାରେ ଦୋଷ କେଉଁମାନେ ବାଛିବେ ନା ଖଳ ଲୋକମାନେ ବାଛିବେ ହେଲା। ରାଧାକୃଷ୍ଣଙ୍କର ପ୍ରେମତତ୍ତ୍ୱ ଯେତେବେଳେ ଆଲୋଚନା ହେଇ ସେପଟେ ଚାଲିବ ଆହୁରି କେତେ କ୍ରିଟିକାଲ ସିଚୁଏସନ୍ ହେବ ତାପରେ ମଣିଷମାନଙ୍କର ଭାବନା ଯାହା ହେବ ହେଲା ସେଇଟାକୁ ଯଦି ଇଏ କରିକି କ'ଣ ସେମାନେ କହିବେ ଏମିତି କରୁଥିଲା ସେଇ କଥା ସବୁ ମହୁରା କବିତ୍ୱ ଦୋଷ ପସରାରେ ଥୋଇ ଦେଇଛି ମଜିବେ ନାହିଁ କି ଖଳେ ସେମାନେ ମଜିବେ ନାହିଁ ଖଳମାନେ କେବଳ ନୀତି ତାଙ୍କୁ କ'ଣ କରିବେ ତାର ଦୋଷ ବାହାର କରିବେ କବିତାରେ। ଯଥାଜାତି ବୁଦ୍ଧି ଶୁନି କୁଛ ପ୍ରାୟ ଘେନ ଯଥୋଚିତ ନୁହେଁ ତାଙ୍କ ନିନ୍ଦନ ବନ୍ଧନ। ସେଥିପାଇଁ ତାଙ୍କ ସମ୍ପର୍କରେ ଏ କବିତାରେ କୌଣସି ପ୍ରକାର କିଛି ନାହିଁ ବର୍ଣ୍ଣନା ନାହିଁ କାହିଁକି ନା ଶୁନି କୁଛ ଯେ କୁକୁରର ଲାଙ୍ଗୁଳ କେବେ ସିଧା ହୁଏ ନାହିଁ ତେଣୁକରି ଯଥୋଚିତ ଯାହାକୁ ଯେଉଁ ବ୍ୟବହାର ତାକୁ ସେ ବ୍ୟବହାର ଦେବା ଉଚିତ ବୋଲି ସେ କହୁଛନ୍ତି। ତାଙ୍କର ନିନ୍ଦନ ବନ୍ଦନ ବି ମୁଁ କରୁନି ବୋଲି ସେ କହୁଛନ୍ତି। ତାଙ୍କର ବନ୍ଦନା କରୁନାହିଁ ତାଙ୍କର ନିନ୍ଦା କଥା ବି କହୁନି ହେଲା। ରାହୁ ବଡ଼ ବୋଲିବାକି ବିଧୁ ତୁଦ ହେଲେ ରସ ନିନ୍ଦୁକେ ସେପରି ବଲନ୍ତି ଅଖିଳ ହେ। ରାହୁ ବଡ଼ ବୋଲିବା କି ବିଧୁ ତୁଦ ବଡ଼ ରସ ନିନ୍ଦୁକେ ସେହିପରି ବଲନ୍ତି ଅଖିଳେ ହେ ହେଲା। ରାହୁ ବଡ଼ କି ବିଧୁ ମାନେ କ'ଣ ଚନ୍ଦ୍ର ବଡ଼ ରସ ନିନ୍ଦୁକ ମାନେ ସେଇମାନେ ହିଁ ବୋଲିବେ କି ନା ସଂସାର ମଧ୍ୟରେ। ଲାଭ ନଥିଲେ ହେଁ ସର୍ପ ପରାଏ ଦଂଶନ୍ତି ଲୀଳା କରି ରସ ଦେଲେ ବିଷ ଉଦାରନ୍ତି। ଏ ଖଳକମାନଙ୍କର ଗୋଟେ କ'ଣ ନା ଲାଭ ନଥିଲେ ସେ ସର୍ପ ପରାଏ ଦଂଶିବେ। ଗୋଟେ ଖଳକର ଯଦି କେଉଁଠି ପ୍ରଫିଟ୍ ନହେଲା ତାକୁ ନଦେଲେ ସେ କ'ଣ ସାପ ଗୁଡ଼ାକ ଫଁ ହେଉଥିବ ଯଦି ଲୀଳା କରି ତୁମେ ରସ ଦେଲ ଯଦି ବି ହଁ ଦେଲ ତାଙ୍କୁ ମୁଁ ଏଇଟା ନେବି ବୋଲି ସେମାନେ କହିବେ ହେଲା। ଲୀଳା କରି ରସ ଦେଲେ ସେମାନେ ବିଷ ଉଦାରନ୍ତି ହେଲା। ବାଇ ବୋଲିବେ ତ ବହୁ ନିନ୍ଦିଲେ ତାହାଙ୍କୁ ବଡ଼ ଚିତ୍ର ନୁହେଁ ପିପିଲିକା ବିନାଶ। ବାଇ ବୋଲି ପାଗଳା ବୋଲି ବୋଲିବେ ସେମାନଙ୍କୁ ଯଦି ନିନ୍ଦା କରିବି ସେ ଖଳକମାନଙ୍କୁ ଯଦି ମୁଁ ନିନ୍ଦା କରିବି ମୋତେ ପାଗଳା ବୋଲି କହିବେ ହେଲା। ବଡ଼ ଚିତ୍ର ନୁହେଁ କ'ଣ ନା ପିପିଲିକା ବିନାଶକୁ ହେଲା। ପିପିଲିକା ମାନେ କ'ଣ ବଡ଼ ଚିତ୍ର ନୁହେଁ ପିପିଲିକା ବିନାଶ। ଏଠି କବି ନିଜକୁ କ'ଣ ବୋଲି କରିছে ନା ପିପିଲିକା ସହିତ ତୁଳନା କରିଛନ୍ତି କବି ହେଲା। ମୋତେ ବାଇ ବୋଲିବେ ତ ବହୁ ନିନ୍ଦିଲେ ତାହାଙ୍କୁ ସେମାନଙ୍କୁ ଯଦି ଲୋକମାନଙ୍କୁ ନିନ୍ଦା କରିବେ କବିତାରେ ମୋତେ ବାଇଡ଼ା ବୋଲି କହିବେ ପାଗଳା ବୋଲି କହିବେ ବଡ଼ ଚିତ୍ର ନୁହେଁ ବଡ଼ ବିଚିତ୍ର ନୁହେଁ ଏ ସଂସାରରେ ପିପିଲିକା ବିନାଶ କରିବେ। ପିପିଲିକା ହେଉଛି କ'ଣ ପିମ୍ପୁଡ଼ିର ପରିଶ୍ରମୀ ମୁଁ ହେଉଛି ପରିଶ୍ରମୀ ଏଠି ମୋତେ ନଷ୍ଟ କରିବା ପାଇଁ ଲୋକଙ୍କର ଅଭାବ ରହିବ କିଛି ସୁଜନେ ଆଦର ମିତ୍ର ପରି ଏକ ବିଦ୍ୟ ସର୍ବସୁମନା ସୁରସ କରିଛି ଏକତ୍ୱ ସ୍ୱରଘା ପରାୟ ଅଳ୍ପ ବୁଦ୍ଧି ଶକ୍ତିହୀନ ସଂସାରେ କେବଳ ମଧୁକଷ କୀର୍ତ୍ତିହୀନ। ସେ କହୁଛନ୍ତି ସୁଜନ ମାନେ ସୁଜନ ମଣ୍ଡଳୀ ସାଧୁମାନେ ଆଦରରେ ତୁମେ ମିତ୍ର ପରି ତୁମେ କବିତ୍ୱକୁ ଆଦର କର। ସର୍ବସୁମନା ସୁମନା ହେଉଛି ଫୁଲ ସୁନ୍ଦର ସବୁ ଫୁଲ ପରି ହେଲା ସୁନ୍ଦର କରିଛି ସବୁ ଫୁଲକୁ ମିଶାଇ ଦେଲା ପରେ ସୁନ୍ଦର ମାଳ ଗଠନ ହେଇଯାଏ। ଠିକ୍ ତଦନକୁ ଭାବରେ ମୁଁ ପଙ୍କ୍ତି ଗୁଡ଼ାକୁ ଏମିତି ମାଳ ଭାବରେ ମାଳ କରି ସଜାଇ ଦେଇଛି ତ ମିତ୍ର ପରି ତାକୁ ଆଦର କର। ସରଘା ପରାଏ ଅଳ୍ପ ବୁଦ୍ଧି ଶକ୍ତିହୀନ ସଂସାରେ କେବଳ ମଧୁକଷ କୀର୍ତ୍ତିହୀନ। ମୁଁ ହେଉଛି ସରଘା ଅର୍ଥାତ୍ ମୁଁ ଯଦି ମହୁମାଛି ପରାଏ ଅଳ୍ପ ବୁଦ୍ଧି ମୋର ଅଳ୍ପ ବୁଦ୍ଧି ଶକ୍ତିହୀନ ଅଳ୍ପ ଶକ୍ତି ଅଛି ମୋର କିନ୍ତୁ ସଂସାରରେ କେବଳ ମୁଁ ମଧୁକଷଟାକୁ ତିଆରି କରିଦେଇଛି ବୋଲି
ମୁଁ ମଧୁକଷ ସୃଷ୍ଟି କରିବାର କୀର୍ତ୍ତି ହେଉଛି ମୋର, ଅର୍ଥାତ୍ କବି କହୁଛନ୍ତି ମୁଁ ହେଉଛି ମହିମା ଅଛି, ମୋର ଅଳ୍ପ ଜ୍ଞାନ ଅଛି, ଅଳ୍ପ ଶକ୍ତି ଅଛି, କେବଳ ମୁଁ ମଧୁକଷଟା ତିଆରି କରିଛି। ସେ ମଧୁକଷର ନାମ ହେଉଛି ବିଧବିତ ଚିନ୍ତାମଣି। ଏଇଟା ହେଉଛି ମୋର କୀର୍ତ୍ତି, ସୃଷ୍ଟି କରିବାର କୀର୍ତ୍ତି। ସ୍ୱାଦ ଆସ୍ୱାଦନ କଲେ ଚିତ୍ତମଗ୍ନ ହେବ, ସଂସାର ସାଗର ବୁଡ଼ା ବାଧ୍ୟ ବ୍ୟାଧି ଯିବ। ସେ କହୁଛନ୍ତି ସ୍ୱାଦ ଆସ୍ୱାଦନେ ଚିତ୍ତମଗ୍ନ ହେବ, ତୁମର ମନମଗ୍ନ ହେଇଯିବ। ତାକୁ ତାର ସାରାଂଶ ଯଦି ବା ସେଇ ମଧୁକଷ ବିଧବିତ ଚିନ୍ତାମଣି ରୂପକ ମଧୁ କଷର ରସକୁ ତୁମେ ବା এই অলৌকিক রাধাকৃষ্ণଙ୍କ প্রেমতত্ত্বର ରସକୁ ଯଦି ତୁମେ ଗ୍ରହଣ କରିବ, ଆସ୍ୱାଦନ କରିବ, ତାହେଲେ ତୁମ ଚିତ୍ତ ମଗ୍ନ ହେଇଯିବ ବା ସମ୍ମିତ ହେଉଥିବା ଆନନ୍ଦ ପ୍ରଫୁଲ୍ଲିତ ହେଇଯିବ। ଏ ସଂସାର ସାଗର, ଏ ସଂସାର ସାଗରର ଯେଉଁ ବୁଡ଼ା ବାଧ ବ୍ୟାଧି ହେଲା, ବାଧ ବ୍ୟାଧି ବା ଜନ୍ମ ଆଉ ପୁନର୍ଜନ୍ମର ଯେଉଁ ଚକ୍ରାନ୍ତ ମାନେ ଜନ୍ମ ମୃତ୍ୟୁର ଚକ୍ର ଅଛି, ସେଠି ମୁକ୍ତି ପାଇଛୁ ବୋଲି ସେ କହୁଛନ୍ତି। ବାଧା ବନ୍ଧନ ବି ଆଉ ଦୁଃଖ କଷ୍ଟ ବି ଦୂର ହେଇଯିବାର ସମ୍ଭାବନା ରହିଛି। ସେ କହିଛନ୍ତି ହରେ କୃଷ୍ଣ ରାମ ନାମ ଯହିଁ ସେହି ତତ୍ତ୍ୱ, ହରେ କୃଷ୍ଣ ରାମ ନାମ ଯହିଁ ସେହି ତତ୍ତ୍ୱ, ହର ସେ ରସ ଏ ଘେନ ସାଧବ ଏ হে ସାଧବ হে ସାଧୁଜନ ବା ଜ୍ଞାନୀ ମଣ୍ଡଳୀ, ତୁମ ହରସରେ ହରେ କୃଷ୍ଣ ଏବଂ ରାମ ନାମକୁ ତତ୍ତ୍ୱକୁ ଜପ କର। କ'ଣ କ୍ଷମାନିଧି କୃଷ୍ଣ ଅବିଘ୍ନରେ ପୂର୍ଣ୍ଣ କର, କ୍ଷମେ ଭଣେ ଅଭିମନ୍ୟୁ ସାମନ୍ତ ସିଂହାର। ସେ କ୍ଷମାନିଧି ହେ କ୍ଷମାର ସାଗର କୃଷ୍ଣ ବିଷ୍ଣୁ, ତୁମେ କ'ଣ ନା ଏ ଅବିଘ୍ନରେ ତୁମେ କ୍ଷମା କରି ହେ କ୍ଷମାନିଧି, ତୁମେ ଅବିଘ୍ନରେ ପୂର୍ଣ୍ଣ କର, ତୁମେ ପୂର୍ଣ୍ଣ କର ମୋର ମନର ଆଶାକୁ ପୂର୍ଣ୍ଣ କର। ମୁଁ ଯେମିତି ବିଧବିତ ଚିନ୍ତାମଣି କାବ୍ୟଟିକୁ ହେଲା ମୁଁ କଳ୍ପିଥିବା ଭାବନା ଅନୁସାରେ ମୁଁ ତାକୁ ଶେଷ କରିବି ହେଲା। ତେଣୁକରି ତୁମର ଯେଉଁ ପ୍ରେମ କାହାଣୀକୁ ବର୍ଣ୍ଣନା ମାନେ ପ୍ରତ୍ୟକ୍ଷ ରୂପରେ ଆଉ ପ୍ରାଞ୍ଜଳ ଭାବେ ଯେଉଁଟାକି ବାସ୍ତବ ରୂପରେ ତାକୁ ଯେମିତି ପରିପ୍ରକାଶ କରିପାରିବି, ତେଣୁ ମୋତେ କ'ଣ ଆଶୀର୍ବାଦ କର। କ୍ଷମା ମାଗନ୍ତି, କ୍ଷମେ ଭଣେ ଅଭିମନ୍ୟୁ ସାମନ୍ତ ସିଂହାର। ଚତୁର୍ଥ ଛାନ୍ଦରେ ସେଇ କିଶୋରୀଜୀଉଙ୍କ ଜନ୍ମାଦି ଲକ୍ଷଣ ସବୁ ବର୍ଣ୍ଣନା କରାଯାଇଛି, ମାନେ ରାଧାଙ୍କର ଜନ୍ମର କାହାଣୀ ବର୍ଣ୍ଣନା କରାଯାଇଛି। ରାଗ ହେଉଛି କଲ୍ୟାଣ ଆହାରି। କହୁଛନ୍ତି ଯେ ଧୀରେ ଘେନ ରାଧା ଜନ୍ମାଦିଶ୍ଚବ ହେଲା। ହେ ପଣ୍ଡିତମାନେ ତୁମେ ଘେନ ବା ଶୁଣ କ'ଣ ରାଧାଙ୍କର ଜନ୍ମର ଉତ୍ସବ କଥା। ତତ୍ତ୍ୱ ସାଧୁଶାସ୍ତ୍ରରେ ଖୋଜିବ ହେଲା। ତୁମେ କ'ଣ ସାଧୁମାନେ ରଚନା କରିଥିବା ଶାସ୍ତ୍ରକୁ ଖୋଜିବ, ତତ୍ତ୍ୱଟା ହେଲା ତତ୍ତ୍ୱ ବା ତଥ୍ୟକୁ ଖୋଜିବ। କ'ଣ ନା ରାଧାଙ୍କର ଜନ୍ମ ସମ୍ପର୍କର କ'ଣ ପ୍ରାମାଣିକ ତଥ୍ୟ ହେଲା। ସେ କହୁଛନ୍ତି ବୃଷଭାନୁ ଭାନୁବଂଶୀ ରାଜା ହେଜ ଦନୁଜ କଂସରେ ବିଭାବ ହେଲା। ବୃଷଭାନୁ ନାମକ ରାଜା, ସେ ସୂର୍ଯ୍ୟବଂଶରେ ଜନ୍ମଗ୍ରହଣ କରିଥିଲେ, ସେ ହେଉଛି ସୂର୍ଯ୍ୟବଂଶୀ। ତାକୁ ସ୍ମରଣ କର ହେଲା। କ'ଣ ନା ଦନୁଜ କଂସରେ ବିଭାବ, ଦନୁଜ ହେଉଛି ରାକ୍ଷସ, ଠିକ୍ ରାକ୍ଷସ କଂସ ସହିତ ତାଙ୍କର ଦ୍ୱନ୍ଦ୍ୱ ହେଇଥିଲା ହେଲା, ବା କ'ଣ ଯୁଦ୍ଧ ହେଇଥିଲା, ତ ହାରି ଯାଇଥିଲେ ହେଲା। ଅବନ୍ତୀ ତେଜ ଗୋକୁଳ ଜାଗଟାରେ ରହି ନନ୍ଦାସ୍ପଦେ ଗୋକୁଳ ସମ୍ପଦେ ବୃତ୍ତି କଳ୍ପିତ ନୂତନ। ଅବନ୍ତୀ ରାଜ୍ୟକୁ ଛାଡ଼ି ବର୍ତ୍ତମାନ କ'ଣ ଗୋପପୁରରେ ନନ୍ଦରାଜାଙ୍କର ଆଶ୍ରୟରେ ହେଲା ବା ତାଙ୍କ ସାହାଯ୍ୟରେ ଗୋକୁଳରେ ଅଛନ୍ତି। କେଉଁଠି ନା ଜାବଟ ନାମକ ଗ୍ରାମରେ ସେ ପାଖରେ ଅଛନ୍ତି। ସେ ଗୋଟେ ନୂତନ ବୃତ୍ତି ନେଇ ଚାଲିଛନ୍ତି। ବୃତ୍ତି କଲେ ନିଜର ଜୀବନ ବଞ୍ଚିବା ପାଇଁ ଯେକୌଣସି କୌଳିକ ବୃତ୍ତି ଆରମ୍ଭ କରିଛନ୍ତି। କିଏ ନା ବୃଷଭାନୁ, ଯିଏକି ଅବନ୍ତୀର ରାଜା ଥିଲେ ହେଲା। କ'ଣ ହେଇଛି ନା କଂସ ସହିତ ସେମାନଙ୍କର ବିବାଦ ହେଇଛି, ତେଣୁକରି କଂସ ତାକୁ ତୋଡ଼ି ଦେଇଛନ୍ତି। ତ ଯେହେତୁ ରାଜ୍ୟ ଚାଲିଯାଇଛି ବୃଷଭାନୁଙ୍କର, ତେଣୁକରି ସେ ଯାଇକି ନନ୍ଦରାଜାଙ୍କ ପାଖରୁ ଆଶ୍ରୟ ନେଇଛନ୍ତି ହେଲା। ତେଣୁକରି ସେ ସେଠି ରହିଲେ। ଏ କଥା ଜାଣିଛି କିଏ? କଂସ ଜାଣିଛି, କିନ୍ତୁ କଂସ ଆସୁନାହିଁ କାହିଁକି ମଥୁରାକୁ, ନାଇଁ ଯେଉଁ ଗୋପପୁରକୁ ଅଭିଶାପ ପାଇଛି, ଅଭିଶାପ ପାଇଛି, ତେଣୁ ଆଶିଷ ତାର ମୁଦନ ଫାଟିଯିବ, ତେଣୁକରି ସେ ଆସୁନାହିଁ। ତାଙ୍କ ମହିଷୀ କୀର୍ତ୍ତିତା ନାମ ରସି ଶ୍ରୀ ଗୋପେଶ୍ୱର ସେବା ଫଳେ ଉଦର କ୍ଷୀର ସାଗରୁ ପରମା ମହାଲକ୍ଷ୍ମୀ କି ଜାତ କଲେ ହେଲା। ତାଙ୍କର ପାଟ ମହିଷୀ ବା ସ୍ତ୍ରୀ ହେଉଛି କୀର୍ତ୍ତିତା, ସେ ରସି ଶ୍ରୀ ଗୋପେଶ୍ୱର ସେବା ଫଳେ ହେଲା। ଗୋପପୁରରେ ଗୋଟେ କ'ଣ ଅଛି ମନ୍ଦିରଟେ, କ'ଣ ନା ଗୋପେଶ୍ୱର ମନ୍ଦିର। ସେ ଗୋପେଶ୍ୱରଙ୍କୁ ସେବା କରିକି ବା ପୂଜା ଅର୍ଚ୍ଚନା କରି ଫଳ ରୂପରେ କାହାକୁ ପାଇଛନ୍ତି ନା ରାଧାଙ୍କୁ ପାଇଛନ୍ତି। ରାଧା ହେଉଛି କେମିତି ନା ସେ ଗୋପେଶ୍ୱରଙ୍କୁ ପୂଜା କରି ମହାଲକ୍ଷ୍ମୀ ସଦୃଶ ଗୋଟିଏ କନ୍ୟା ସନ୍ତାନର ଅଧିକାରିଣୀ ହୋଇଛନ୍ତି। କିଏ ନା କୀର୍ତ୍ତିତା ହେଲା। ଉଦର କ୍ଷୀର ସାଗରରୁ ପରମା ମହାଲକ୍ଷ୍ମୀ କି ଜାତ କଲେ, ବୁଝିଲ। ଦୁର୍ବାସା ଜାତକ ବିଧି ସିଦ୍ଧିବନ୍ତ ରଶ୍ମି ଅଗ୍ନିବୀଜ ଅଧିକା ଘିନି ରାଧିକା ନାଁ ଦେଲେ। ତ ସେ କହୁଛନ୍ତି ଯେ ଯେହେତୁ ଜନ୍ମୋତ୍ସବ ଡାକିଛନ୍ତି, କାହାକୁ କହିଛନ୍ତି, କାହାକୁ ନା ଦୁର୍ବାସାକୁ ଡାକିଛନ୍ତି। ଜାତକ ସେ ଗଣନା କଲେ, ସିଦ୍ଧିବନ୍ତ ସେ ଦେଖିଲେ କ'ଣ ନାଁ ହେବ ବୋଲି, କିନ୍ତୁ ର ଅଧିକା ଥିବାରୁ ରଶ୍ମି ସେ ଛୁଆଟିର ଦେହରେ କ'ଣ ରଶ୍ମି ପ୍ରଜ୍ୱଳିତ ହେଇ ମାନେ ଚିକଚିକ କରୁଥିବାରୁ ପୁରା ମୁଖମଣ୍ଡଳ ଦେହରୁ ତାର ର ଜାତ ରଶ୍ମି ଅଧିକା ଥିବାରୁ ତେଣୁକରି କ'ଣ ତାକୁ ରାଧିକା ନାମକରଣ କଲେ ହେଲା। କିଏ ନା ଦୁର୍ବାସା। ତାପରେ ଆଉ କିଛି ସେ ଜଣେଇଥିଲେ, ଅନ୍ୟମାନେ ବି ଥିଲେ। ତାପରେ ଶ୍ରୀମତୀ ଉନ୍ନତ ଜାଣି ହେଲା, ଶ୍ରୀମତ ଉନ୍ନତ ଜାଣି ପୂର୍ଣ୍ଣମାସୀ ଶ୍ରୀମତୀ ନାମ ଦେଲେ। ପୁଣି ହେଲା ପୂର୍ଣ୍ଣମାସୀ ଦେଲେ ଶ୍ରୀମତୀ ନାମ। ବୃନ୍ଦାବନେଶ୍ୱରୀ ସାର୍ଥ କରି ନାମ କଳ୍ପିତ ବିଚାରିଲେ। ଯେହେତୁ ଇଏ ବୃନ୍ଦାବନରେ ଜନ୍ମ, ତେଣୁକରି ତାକୁ ଏତେ ସୁନ୍ଦର ଉପମା ଯେହେତୁ ଅଛି, ତେଣୁକରି ୟାକୁ ବୃନ୍ଦାବନେଶ୍ୱରୀ ନାମ ଦେଲେ। କିଏ ନା ବୃନ୍ଦା। ତାପରେ ଜନକ ବୃଷଭାନୁ ସେ ନାମ ଦେଲେ ରସବତୀ ହେଲା। ଜନନୀ ନାଁ ଦେଲେ ବିନୋଦିନୀ। ବାମ ବିନୋଦ ଭାବ ଆଦାନ ଦତ୍ତ କଲେ ହେଲା। ତ୍ରିରାତ ନେତ୍ର ବିମୁଦ୍ରିତ ହେବାରେ ଜନକ ଜନନୀ ବିରସ ଜାଣି ପୂର୍ଣ୍ଣମାସୀ ଆସି ଯଶୋଦାଙ୍କୁ ଘେନାଇ ହେଲେ ପ୍ରବେଶ। ଯେତେବେଳେ ରାଧା ଆଖି ଖୋଲୁ ନାହିଁ ହେଲା, ସେତେବେଳେ କ'ଣ କରୁଛି, ଜନକ ଜନନୀ ମାନଙ୍କର ମା ବାପାଙ୍କ ମନରେ ଟିକେ ଦୁଃଖ ଜାତ ହୋଇଛି। ଝିଅଟି ଜନ୍ମ ହେଲା, ନାମକରଣ ହେଉଛି, କିନ୍ତୁ ଝିଅର ଆଖି ଖୋଲୁ ନାହିଁ। ସେ ତେଣିକି ଦୁଃଖରେ ପଡ଼ିଲା ଭାରିଣୀ। ତାପରେ ସେତେବେଳେ ସଙ୍ଗେ ସଙ୍ଗେ ଯାଇକି କ'ଣ ନା ପୂର୍ଣ୍ଣମାସୀ ଯାଇକି କ'ଣ ନା ଯଶୋଦାଙ୍କୁ ଡକେଇ ଆଣିଲେ। ଯେହେତୁ ମାନେ ଗୋପାଳପୁର ଅଛନ୍ତି, ତେଣୁକରି ରାଜାଙ୍କ ପାଖକୁ ଯିବ କଥା କି ନାହିଁ, ତେଣୁକରି ଯିବା ପୂର୍ବରୁ ପୂର୍ଣ୍ଣମାସୀ ନେଇଯାଇଛନ୍ତି ଯଶୋଦାକୁ। କୃଷ୍ଣଙ୍କୁ କାଖରେ ଘେନି ନନ୍ଦରାଣୀ ବିଲକନ୍ତେ ବିଲକିଲେ କୃଷ୍ଣ ମୁଖ ପ୍ରଥମେ ଶୁଭ ସୁଲକ୍ଷଣ। ସେ କହୁଛନ୍ତି ଯେତେବେଳେ କୃଷ୍ଣଙ୍କୁ କାଖରେ ଧରିକି ଯାଉଛନ୍ତି କିଏ ନା ନନ୍ଦରାଣୀ, ସେତେବେଳେ ବିଲକନ୍ତେ ମାନେ ଯେତେବେଳେ ଦେଖୁଛନ୍ତି, ଯଶୋଦା ନୁଇଁକି ଦେଖୁଛନ୍ତି, ସେତେବେଳେ କୃଷ୍ଣ କାଖରେ ଅଛି ନା, ସିଏ ସେତେବେଳେ ତାକୁ ଦେଖିଛି ହେଲା। ଦେଖିଛି, ତାପରେ କୃଷ୍ଣଙ୍କ ଚାହାଣୀ ଆଉ ସ୍ପର୍ଶ ପାଇ କ'ଣ ହେଇଯାଇଛି ନା ରାଧାଙ୍କର ଚକ୍ଷୁ ମୁଦ୍ରିତ ଥିଲା, ସେ ଖୋଲିଗଲା ହେଲା। କୃଷ୍ଣ ସର୍ବେନ୍ଦ୍ରିୟ ଆହ୍ଲାଦିନୀ ସର୍ବେନ୍ଦ୍ରିୟ ଆନନ୍ଦ ବର୍ଦ୍ଧନ
କୃଷ୍ଣ ଅଧରାମୃତ କ୍ଷୀର ପ୍ରଥମେ ଯଶୋଦା କରାଇଲା ପାନ ହେଲା। କୃଷ୍ଣ ଅଧରାମୃତ କ୍ଷୀରକୁ ପ୍ରଥମେ ଯଶୋଦା ପାନ କରାଇଲା। ଏକଥା ସନ୍ଧିନୀ କଳାପ ସମ୍ମତି। ଏଇ କଥାଟା କୋଉଠି ନା ସନ୍ଧିନୀ କଳାପ ନାମକ ଗୋଟିଏ ଗ୍ରନ୍ଥ ଅଛି। ସେ ଗ୍ରନ୍ଥରେ এই ବିଷୟ ପ୍ରସଙ୍ଗକୁ ବର୍ଣ୍ଣନା କରାଯାଇଛି। ତେଣୁକରି ସନ୍ଧିନୀ କଳ୍ପକୁ ଅଭିମନ୍ୟୁ ସାମନ୍ତ ସିଂହ ପଢ଼ିଛନ୍ତି ହେଲା। ସେ ପ୍ରସଙ୍ଗଟାକୁ ଏଇଠି ଆଣିକି ରଖିଛନ୍ତି ହେଲା। ଜନକ ଜନନୀ ସେହି ଦିନ ଆନନ୍ଦ କଲେ ମୋତେ ସେହି ଦିନଠାରୁ ବୃଷଭାନୁ ଏବଂ କୀର୍ତ୍ତାଙ୍କର ଆନନ୍ଦରେ କହିଲେ ମନରେ ନସରେ। ବୁଝିଲ। ସୁରଙ୍ଗ ବାଙ୍କିଆରେ ରଙ୍ଗା ଦଳରେ ଶୋଭନ ଏସନ ମାନଇ ପହୁଡ଼ି ରମା ଉମା ମୂର୍ତ୍ତି କି ଚାରୁ ପ୍ରବାଳ ପଲଙ୍କେ ଅଛଇ ଲଳନା ପାଳନା ଦିନ ଦିନ ପାଇଁ କଳାନିଧି କଳା ବୃଦ୍ଧି ବିଧି ରସନିଧି ସୁଷମା ବିରଜା। ସେ କହୁଛନ୍ତି ସୁରଙ୍ଗ ବାଙ୍କିଆରେ ରଙ୍ଗା ଦଳରେ ଶୋଭନ ଏସନ ମାନଇ ପହୁଡ଼ି ରମା ଉମା ମୂର୍ତ୍ତି କି ଚାରୁ ପ୍ରବାଳ ପଲଙ୍କେ ଅଛଇ ଲଳନା ପାଳନା ଦିନ ଦିନ ପାଇଁ। ସେ କହୁଛି ଯେ ରାଧାକୁ କ'ଣ ସୁରଙ୍ଗ ବାଙ୍କିଆରେ ଯେଉଁ ଛୁଆମାନଙ୍କର ଦୋଳି ଖାଆନ୍ତି ଶୋଇବା ଇଏରୁ ନୁହଁ, ସେତେବେଳେ ଦୋଳି ଖେଳଉଛନ୍ତି। ତ ସେତେବେଳେ କାରଣ ରମା ଆଉ ଉମାର ମୂର୍ତ୍ତି ସହିତ ସେ ତୁଳନା କରୁଛନ୍ତି ହେଲା। ପହଡ଼ି ରମା ଉମା ମୂର୍ତ୍ତି କି ଚାରୁ ପ୍ରବାଳ ପଲଙ୍କେ ଅଛଇ ସୁନ୍ଦର ସତେ ଯେମିତି ରମା ଉମାର ମୂର୍ତ୍ତି ସତେ ଯେମିତି ରାଧାର ଦେହରେ ପ୍ରତିବିମ୍ବିତ ହେଉଛନ୍ତି ଲଳନା ପାଳନା ଦିନ ଦିନ ପାଇଁ। କଳାନିଧି ହେଲା। କଳାନିଧି ହେଉଛି କି ଚନ୍ଦ୍ର, କଳାନିଧି କଳା ବୃଦ୍ଧି ରସନିଧି ସୁଷମା ବିରାଜ। ଯେମିତି ଚନ୍ଦ୍ର ଆଉ କ'ଣ ଚନ୍ଦ୍ରକଳାର ବଢ଼ିବା ପରି ହେଲା ରାଧାର ସୁଷମା ବିରାଜମାନ କରୁଛି ଧୀରେ ଧୀରେ। ଅଙ୍ଗୁଳି ଅଙ୍ଗୁଳି ଧରି ଚାଲିବାର ବାଡ଼ ଆଉଜି ଶୋଭା ଚାହିଁ ରତିପତିମତି କଳ୍ପିଲା ଜଗତ ଏହା ସାହାରେ ଦେବୀ ମୋହିଛି। ଆଙ୍ଗୁଳିକୁ ଧରି ଧରି ଯେତେବେଳେ ଚାଲିବା ଶିଖୁଛନ୍ତି କିଏ ଆଉଜି ଆଉଜି ରାଧା, ସେହି ସମୟରେ ବିଚାର କରିଛି କିଏ ନା ରତିପତି ହେଉଛି କନ୍ଦର୍ପ ହେଲା। ପ୍ରେମର ଈଶ୍ୱର ବୋଲି କୁହାଯାଏ କନ୍ଦର୍ପ। ସେ କ'ଣ କରିছে ଏଇ ବାଳିକାଟିର ସାହାଯ୍ୟରେ ମୁଁ ଜଗତକୁ ମୋହିଦେବି ଅର୍ଥାତ୍ ମୋହନ କରିଦେବି ବୋଲି ସେ ଜଗତର ଯେତେ ସବୁ ପୁରୁଷ ଅଛନ୍ତି ତାହା ଏହା ଦ୍ୱାରା ମୁଁ ମୋହିଦେବି ବୋଲି ସେ କହୁଛନ୍ତି। ଶଙ୍କର ଜିଣିମାରେ କେଡ଼େ ମାତ୍ର ସେ ତେଣିକି କନ୍ଦର୍ପର ଶତ୍ରୁ କିଏ ଶଙ୍କର ଶିବ। ହେଲେ ଶିବକୁ ଜିତିବା ପାଇଁ ଗୋଟେ ମାର୍ଗ ମୋତେ ମିଳିଗଲା ବୋଲି ସେ କହୁଛି। ନିମିଷ ମାତ୍ରକୁ ମୁଁ ସେ ଜଗି କି ନାହିଁ ଜଗି, ତେଣୁକରି ମୁଁ ତାକୁ ଶୀଘ୍ର ଜିତିଯିବି ବୋଲି କହୁଛି। ପୁଣି କହୁଛନ୍ତି ହରି ମନ ହରିବାକୁ ଏ ଅମୋଘ ଅସ୍ତ୍ର କି ଧାତାର। ସେ କହୁଛନ୍ତି ଏ ସୃଷ୍ଟି ହରି ଅର୍ଥାତ୍ ବିଷ୍ଣୁଙ୍କର ମନକୁ ମୋହିବା ପାଇଁ ଏ ହେଉଛି ଅମୋଘ ଅସ୍ତ୍ର, ଏ ବିଧାତାର ସୃଷ୍ଟି ବୋଲି ସେ କହୁଛନ୍ତି। କାଛରେ ଇଛନ୍ତି ତୁଚ୍ଛ କ୍ଷଣ କ୍ଷଣ କରେ କରେ ଧୂଳିଗତ୍ର ମଣ୍ଡନ। କାଛର କାଛାଣି ଗାତ୍ର ଶରୀରରେ କ'ଣ କରେ ନା ଯେତେବେଳେ କ'ଣ ଧୂଳି ଗୁଡ଼ା ସବୁ ଏପଟେ ସେପଟେ ଧୂଳି ଯେତେବେଳେ ଖେଳେ ନାହିଁ, ଖେଳିବା ସମୟରେ କ'ଣ ହେଇଛି ନା ରାଧା ଧୂଳି ଲଣ୍ଡ ହେଇଯାଇଛି। ତାପରେ କେତକୀ ଫୁଲରେ ଯେତେବେଳେ ଗାଈଗୋରୁମାନେ ଯାଆନ୍ତି ନାହିଁ, ଯିବା ସମୟରେ କେତକୀ ଫୁଲରେ ଯେମିତି ସବୁ ଧୂଳି ଯାଇକି କ'ଣ ବାଜିଯାଏ, ବାଜିଲା ପରେ ଯେଉଁ ଶୋଭାବର୍ଦ୍ଧନ କରେ ଠିକ୍ ସେଇଭଳିଆ କ'ଣ କରିଛି ନା ଯେଉଁ ଧୂଳି ଏପଟେ ସେପଟେ ବାଜୁଛି ତ ତାପରେ ଧୂଳି ହେଇଯାଇଛି କ'ଣ ମୁଖ ଗୁଡ଼ାରେ କ'ଣ ଝାଳ ହବ କି ଖେଳିବି ଛନା ହେଲେ ଝାଳ ବାହାରିଯାଏ। ସେ ସମୟରେ କହୁଛି ଶ୍ରୀମୁଖୁ ସେଦ ଜନିତ କି ସୁନ୍ଦର ମୃଗାଙ୍କ ଅଙ୍ଗ ନା ଅଙ୍କରୁ ଅମୃତ ବିନ୍ଦୁ କି ପ୍ରତି ରୋମାଦ୍ଗମ ପ୍ରଚାର। ସେ କହୁଛି ଯେ ସତେ ଯେମିତି କୃଷ୍ଣ ସାର ମୃଗରେ ଯେମିତି ଟିକେ ଟିକେ କ'ଣ ଥାଏ କଳା କଳା ଟିକେ ଟିକେ ଥାଏ ଦାଗ, ସେଇ ଦାଗ ଯେମିତି ବାଲି ଧୂଳି ଧୂଳି ହେଇଯାଇଛି ରାଧା। ତ ସେଇ ସମୟରେ କ'ଣ ହେଇଛି ନା ଯେଉଁ ଝାଳ ବିନ୍ଦୁ ମୁଖରେ ସବୁ ଲାଗିଯାଇଛି ତ ସେଇଟାକୁ ସେ କହୁଛନ୍ତି ସତେ ଯେମିତି କ'ଣ ହେଇଛି ତାକୁ ପ୍ରତିବିମ୍ବିତ କରୁଛି ହେଲା। ପଞ୍ଚବର୍ଷରେ ବିଦ୍ୟାରମ୍ଭ ଦମ୍ଭ କୁମ୍ଭ ଭଙ୍ଗିଆ ଚରି ଅସମା ନବସମାରେ ସମାପତ ସମସ୍ତ କଲା ହେତୁ କରି ବିଦ୍ୟା କି ସ୍ୱୟଂ ସିଦ୍ଧା ମହାବିଦ୍ୟା ସେ ବାଣୀ ରଣି ହୋଇଥିଲେ ପୁଣି ଗୁଣି ହୋଇଲେ ସକଳେ ମାନସ। କ'ଣ 5 ବର୍ଷରେ ବିଦ୍ୟା ଆରମ୍ଭ ହେଲା। ଦମ୍ଭ କୁମ୍ଭ ଭଙ୍ଗି ଆଚରି 5 ବର୍ଷରେ ବିଦ୍ୟା ଆରମ୍ଭ କଲେ ଦମ୍ଭ କୁମ୍ଭ ଅର୍ଥାତ୍ ଦୃଢ଼ ମାଠିଆରେ ପାଣି ପୁରିଲା ପରି ରହିବା ପରି ଅର୍ଥାତ୍ ପୂର୍ଣ୍ଣ ଭାବରେ ବିଦ୍ୟା ରହିଲା। ଅସମା ହେଉଛି ଅନୁପମା, ନବସମା ହେଉଛି 9 ମାସରେ କ'ଣ ହେଲା ନା ବିଦ୍ୟା ଶେଷ ହୋଇଗଲା ହେଲା। ସେ କହୁଛନ୍ତି ସେ ସତେ ଯେମିତି ସ୍ୱୟଂ ସିଦ୍ଧା ହେଲା ମହାବିଦ୍ୟା କି ସେ ବାଣୀ ହେଉଛି କ'ଣ କଥା କିନ୍ତୁ ବାଣୀ ହେଉଛି ସରସ୍ୱତୀ କହୁଛନ୍ତି। ସରସ୍ୱତୀ ସତେ ଯେମିତି ତାଙ୍କର କଥା ଗୁଡ଼ା ସରସ୍ୱତୀଙ୍କର ବାଣୀ ସଦୃଶ ବୋଲି କହୁଛନ୍ତି ହେଲା। ପୁଣି ଗୁଣି ହୋଇଲେ ସକଳେ ମାନସେ ସବୁ ମଣିଷମାନଙ୍କୁ ଗୁଣି ହେଇଯିବ ମାନେ ବଶବର୍ତ୍ତୀ ହେଇଗଲେ ହେଲା। ରୋହିଣୀ ଗୌରୀ ବୟ ଅତିକ୍ରମୀ କନ୍ୟା ସନ୍ଧିକାଳ ହୋଇଲା। ରୋହିଣୀ ଏଠି କ'ଣ ଦେଇଛି ନବବର୍ଷ ବୟସ୍କା କନ୍ୟା, ଗୌରୀ ହେଉଛି 8 ବର୍ଷ ହେଲା 8 ବର୍ଷର ଝିଅ ବହଳ ବୟସ, କନ୍ୟା ହେଉଛି 10 ବର୍ଷ ବୟସ୍କା କନ୍ୟା। ସନ୍ଧ୍ୟାକାଳ ହେଉଛି ବାଲ୍ୟ ଯୌବନ ମାନେ ଯୌବନର ସମୟଟା ହେଉଛି ସନ୍ଧ୍ୟାକାଳ। ବିଶ୍ୱକର୍ମା ସିଦ୍ଧି ପାଇ ରସନିଧି ମୂର୍ତ୍ତି ମଦନ ସଜାଡ଼ିଲେ। ଦେବଶିଳ୍ପୀ ହେଉଛି ବିଶ୍ୱକର୍ମା, ସିଦ୍ଧ ପାଇକି କବିତ୍ୱ ଲାଭ କରି ସେ କହୁଛନ୍ତି ଯେ ବିଶ୍ୱକର୍ମା କ'ଣ ବିଶ୍ୱକର୍ମାଙ୍କର ଏଠି ସେ ବନେଇବା କଥା କହୁନି। ବିଶ୍ୱକର୍ମା ସିଦ୍ଧି ପାଇଁ କେଉଁଥି ପାଇଁ ନା କବିତ୍ୱର ସିଦ୍ଧି ପାଇ ହେଲା। ରସନିଧି ହେଉଛି ରାଧା ହେଲା। ସେ ବର୍ତ୍ତମାନ ଯୌବନର ଯେହେତୁ ପଦାର୍ପଣ କରିଛି ସେ ଉଚ୍ଛୁଳା ନଈ ସହିତ ସଦୃଶ ହେଲା। ମୂର୍ତ୍ତି ମଦନ ସଜାଡ଼ିଲେ। ମଦନ କ'ଣ ମଦନ ହେଉଛି କାମଦେବ ପ୍ରେମର ଦେବତା। ସେ ସଜାଡ଼ିଲେ କ'ଣ ନା କୁମାର ପ୍ରୀତି ସୁକୁମାରୀ ଯେଉଁ କୁମାରୀ ପ୍ରୀତି ସୁକୁମାରୀ ହେଲା। ସେ ସାଙ୍ଗସାଥିକୁ ସବୁ ଛାଡ଼ିବା ଆରମ୍ଭ କଲେ ହେଲା। ଛାଡ଼ିବା ଆରମ୍ଭ କଲେ। ପରିହାସୀ ସମବୟସୀ ରସିବା ଆସି ମାନସରେ ମିଶିଲା ହେଲା। ପରିହାସ କରିବା ସମବୟସୀମାନଙ୍କୁ ଛାଡ଼ିଦେଲାଣି ସେ। କୁମାରୀ ପ୍ରୀତି ଛାଡ଼ିକି ସୁକୁମାରୀ ତେଜିଗଲା। ତାକୁ ପରିହାସ କଲେଣି ସଖୀମାନେ। ରସିବା ଆସି ମାନସରେ ମିଶିଲା। ସୁମତି ଗତିରୁ ଅତି ଚଞ୍ଚଳତା ହେଲା। ସୁମତି ମାନେ ଉତ୍ତମ ଗତି ହେଲା। ଶ୍ରୀରାଧାର ତା ଦୃଘ ଅଞ୍ଚଳକୁ ମାନେ ଚକ୍ଷୁକଣକୁ ସୁମତି ଗତିରୁ ଶ୍ରୀରାଧାଙ୍କର ସୁମତି ଗତି ସେ ଅତି ଚଞ୍ଚଳତା ଏଇନା ସେ ଦେଖି ହେଉଛି ନିଜେ ଦୃଘ ଅଞ୍ଚଳକୁ ଆଶ୍ରୟ କଲା। କୋଟି ଉନ୍ନତ ହୋଇଗଲା। ସେ ଯେଉଁ ଯେତେ ଲାଜ ଶରମ ଯେତେ ଧୀରେ ଧୀରେ ତାକୁ ପରିପ୍ରକାଶ ହେଲାଣି ହେଲା। ଉନ୍ନତ ପ୍ରକଟି ଭୀରୁ
ଚାରୁ ଉରୁ ବକ୍ଷ ଗୁରୁତା ବଢ଼ାଇଲା ଅତୁଳା ତୁଳା ପିତୁଳା ଯେଉଁ ଛୋଟ ବଡ଼ କଣ୍ଢେଇ ଖେଳ କଥା ହଉ ନା ସେ ଲୀଳା ସ୍ନେହ ସବୁ ଛାଡ଼ିଗଲାଣି ହେଲା। ସେ କଣ୍ଢେଇ ଖେଳିବାରେ ସାଙ୍ଗସାଥି ସହିତ ମିଶିବା କଣ୍ଢେଇ ଖେଳ ସେ ପ୍ରତି ଆଉ ତାର ମନରେ ଆସୁନାହିଁ। ସେଠୁ ଧୀରେ ଧୀରେ ଦୂରେଇ ଯିବା ପାଇଁ ରାଧା ଚେଷ୍ଟା କରିଛି ହେଲା। ସମ୍ବନ୍ଧ ବନ୍ଧ ପଟଳରେ କ'ଣ ନା ସେ ବର୍ତ୍ତମାନ ଯେହେତୁ ଯୌବନା ଦୀପ୍ତା ହେଇଯାଇଛି ରାଧା ସେଥିପାଇଁ ସେ ସଙ୍ଗ ଚାହୁଁଛି କାହାର ନା ପୁରୁଷର ହେଲା। ସମ୍ବନ୍ଧ ବନ୍ଧ ପଟଳରେ ନିବନ୍ଧ ସେ କାନ୍ତେ ସ୍ୱାମୀକୁ ଚାହୁଁଛି ହେଲା। କାନ୍ତ ହେଉଛି ସ୍ୱାମୀ ଏକାନ୍ତେ ନିମଜି ହେଲା ଏକାନ୍ତରେ ବୁଝିଲ ସେ ଝିଅମାନଙ୍କ ସହିତ ତାକୁ ସାଙ୍ଗ ହେବା ପାଇଁ ଇଚ୍ଛା ହେଉନି ତାକୁ ପୁଅମାନଙ୍କ ସହିତ ସାଙ୍ଗ ହେବା ପାଇଁ ଇଚ୍ଛା ହେଉଛି ହେଲା। ପୁଅ ସ୍ୱାମୀ ଏକାନ୍ତରେ ବୋଲି ସେ କହୁଛି ନିମଜି ଏକାନ୍ତେ ମାନେ କାନ୍ତରେ ପତିଙ୍କଠାରେ ହେଲା 64 ପ୍ରକାର ରତି ନିବନ୍ଧ ଆଗ୍ରହ ସ୍ଥାପନ ସେ କରିଛି। ହର ଧର ରଜତର ଦେଖିମାର ପରଶଂସା ନ ସହି କନକ ମଞ୍ଜୁଳ ଶୈଳ ଯୁଗଳ କି ସାର ଉର ଦିଶେ ବିହି ବଢ଼ାଏ କ୍ରମେ କ୍ରମେ ତାର ଉନ୍ନତ ମଦନ ମୋହନ ମିଶି ବେନି ଜନ ସଦନ ତହିଁ କଲେ ସତ। ସେ କହୁଛନ୍ତି ଯେ ହତ ସଦନ ବାସ ସେ କହୁଛନ୍ତି ଯେ ହରଧର ରଜତର ଦେଖିମାର ହେଲା। ହରଧର ହେଉଛି ସୁନାର କୈଳାସ ଯେମିତି ଏଠି ରାଧାଙ୍କର ବକ୍ଷଯୋଗକୁ ତୁଳନା କରାଯାଇଛି ହେଲା। ତ ହରଧର ରଜତ ପର୍ବତ ସହିତ ତ ତାହାକୁ ଦେଖି ମାର ହେଉଛି କନ୍ଦର୍ପ କହୁଛି ଶତ୍ରୁର ସୃଷ୍ଟି ବି ଆଜି ରାଧାଙ୍କ ଦେହରେ ବୋଲି ସେ କହୁଛି ହେଲା। ମାର ପର ପ୍ରଶଂସା ହେଲା ପ୍ରଶଂସା କରୁଛନ୍ତି ନ ସହି ହେଲା। କନ୍ଦର୍ପ ପ୍ରଶଂସା କରୁଛନ୍ତି କାହାକୁ ନା ୟାଙ୍କୁ ଯେଉଁ ଶିବଙ୍କୁ ହେଲା। ପୁଣି କ'ଣ କରୁଛନ୍ତି ନା କନକ ମଞ୍ଜୁଳ ଶୈଳ ଯୁଗଳ ଦୁଇଟା ସୁନାର ଯେଉଁ ଶୈଳ ଅଛି ହେଲା ସେଇଠି କ'ଣ ଶୈଳ ଯୁଗଳ କି ସାର ଉରୁ ଦେଶେ ବିହି ତାପରେ କି ସୁନ୍ଦର ଦେଖାଯାଉଛି ବୋଲି ସେ କହୁଛନ୍ତି କିଏ ନା କନ୍ଦର୍ପ ବଢ଼ାଏ କ୍ରମେ କ୍ରମେ ତାର ଉନ୍ନତ ଧୀରେ ଧୀରେ ବଢ଼ି ଯାଉଛି ତାର ଶାରୀରିକ ବିକାଶ ହେଲା। ମଦନ ମୋହନ ମିଶିବେନି ମଦନ ମୋହନ ଦୁଇ ଜଣ ମିଶି ମଦନ ହେଉଛି ମାଦକତ୍ୱ ଆଉ ମୋହନତ୍ୱ ମିଶି ବେନି ଜନ ସଦନ ତହିଁ କଲେ ସତ। ସେଇ ଶୈଳ ଯୁଗଳରେ କ'ଣ ନା ମାଦକତ୍ୱ ଆଉ ମୋହନତ୍ୱ ଦୁଇ ଜଣ ବାସ କଲେ ହେଲା ଘର କରି ରହିଲେ ସେଇଠି ହେଲା। କି କାମ ପ୍ରେମ ହେମ ଚିତ୍ରଲତାରେ ଶ୍ରୀଫଳ ଯୁଗ ଫଳାଇଲା ରତିପତି ପ୍ରୀତି ଯୋଗ ସାଧନେ କି ଉଟ ଯୁଗ ସୁରୁଜିଲା ସୁର ତରଙ୍ଗଣୀ ରସାଗ ମନରେ କିମେରୁ ପର୍ବତ ଗୁରୁ ଐରାବତ ଭେଦନେ ବଢ଼ନ୍ତି ଦ୍ୱନ୍ଦ୍ୱରେ। ସେ କହୁଛନ୍ତି ଯେ ପ୍ରେମ ହେମ ଚିତ୍ରଲତା ପ୍ରେମମୟ ସୁବର୍ଣ୍ଣ ନିର୍ମିତ ବିଚିତ୍ର ଲତା ପ୍ରେମ ରୂପକ ଯେଉଁ ବିଚିତ୍ର ଲତାଟେ ହେଇଛି ହେଲା। ଶ୍ରୀଫଳ ଯୁଗ ଦୁଇଟି ନଡ଼ିଆ ମେରୁ ପର୍ବତ ଗୁରୁ ଐରାବତ ଏ କାମ ପ୍ରେମ ଚିତ୍ରଲତାରେ ପ୍ରେମ ରୂପକ ଲତା ଶ୍ରୀଫଳ ଯୁଗ ବକ୍ଷ ଯୁଗ ଶ୍ରୀଫଳ ଯୁଗ ବୋଲି କୁହାଯାଇଛି। ରତିପତି ଯୋଗ ସାଧନେ କି ଉଟ ଯୁଗର ସେଠି ଉଟ ଯୁଗ ମାନେ ବାସ କରିବା ପାଇଁ କୁଡ଼ିଆ ଦୁଇଟା ତିଆରି ପୁଣି କୁଡ଼ିଆ ସହିତ ତୁଳନା କରାଯାଇଛି। ସୁରତ ରଙ୍ଗିଣୀ ଉତ୍ତମ ରତି ରଙ୍ଗରେ କୁଶଳା କିଏ ନା ଶ୍ରୀରାଧା ହେଲା। ସୁରତ ରଙ୍ଗିଣୀ ରସାଗମନରେ କିମେରୁ ପର୍ବତ ଗୁରୁ ଐରାବତ ଭେଦନ ବଢ଼ନ୍ତି ଦ୍ୱନ୍ଦ୍ୱରେ। ମେରୁ ପର୍ବତ ସହିତ ତୁଳନା କରାଯାଇଛି। ଐରାବତ ସତେ ଯେମିତି ଦ୍ୱନ୍ଦ୍ୱ ପ୍ରତିଦ୍ୱନ୍ଦ୍ୱ ଚାଲିଛି ହେଲା। ରାଧାଙ୍କର ଶାରୀରିକ ଗଠନ ଆଉ ପର୍ବତ ତା ସହିତ ପ୍ରତିଦ୍ୱନ୍ଦିତା। ଚକ୍ରବାଡ଼ ସୀମାକୁ ନେତ୍ର କମଳ ନ ବଳିଲା ତରୁଣ ଅରୁଣ ଚରଣ ଯୁଗଳ ଆଲୋକରେ ଯୋଗ ନହିଲା ରମାଳି କଳି କୁଚ କରି ଶିକଳି କିକାଳି କଣ୍ଡଳି ନାଭି ବେଳ ପଶେ ସ୍ତନ ପେଟିକାରୁ ନିକିଳି। ଉନ୍ନତ ଚକ୍ରବାଡ଼ ସୀମା ଉନ୍ନତ ରୂପ ଆଲୋକ ପର୍ବତର ସୀମା ରହିଲା ନାହିଁ ନେତ୍ର କମଳ ଚକ୍ଷୁରୂପକ ପଦ୍ମ ତରୁଣ ଅରୁଣ ଯୁଗଳ ବାଳ ସୂର୍ଯ୍ୟ ପରି ଲାଲ ବର୍ଣ୍ଣର ପାଦ ଦୁଇଟି ଆଲୋକ ଦର୍ଶନ ହେଲା। ରମାବଳି କଳି କଳନା କରିକି କୁଚ ରୂପକ ହସ୍ତି ହାତୀ ସହିତ ତୁଳନା କରାଯାଏ। ଶିକୁଳା କାଳି କୁଣ୍ଡଳୀ ନାଭି ଗର୍ଭେ ସ୍ତନ ପେଟି ରୂପକ ପେଡ଼ି ନିକିଳି ବାହାରେ।